आराम कर समय हो गला। आगे सानो ସମସ୍ତଙ୍କୁ ନମସ୍କାର ଶୁଭ ଅପରାହ୍ନ ଉତ୍ତିଷ୍ଟତର 145ତମ ଅଧ୍ୟାୟକୁ ଆପଣ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ଆଜିର ଏହି କାର୍ଯ୍ୟକ୍ରମକୁ ମୁଁ ସ୍ୱାଗତ ଜଣାଉଛି ଆମ ବିଶ୍ୱବିଦ୍ୟାଳୟର କୁଳପତି ମହୋଦୟ ସାରଙ୍କୁ ଏବଂ କୁଳ ସଚିବ ମହୋଦୟ ସାରଙ୍କୁ ମଧ୍ୟ ମୁଁ ଆଜିର ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ତା ସହିତ ଆଜି ଆମେ ସ୍ୱାଗତ କରିବା ଆଜିର ଆମ ଆଲୋଚନାର ଯେ ଆଲୋଚିକା ଅଛନ୍ତି ଶ୍ରୀମତୀ ଯାଜ୍ଞସେନୀ ସାହା ମହୋଦୟାଙ୍କୁ ମୁଁ ମ୍ୟାଡାମକୁ ମଧ୍ୟ ଆଜିର ଆମର ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ଏଥିସହିତ ଆଜି ଏଠାରେ ଉପସ୍ଥିତ ସମସ୍ତ ସାର୍ ମ୍ୟାଡାମ ମାନଙ୍କୁ ମୋର ସ୍ୱାଗତ ତା ସହିତ ଯୋଉମାନେ ଛାତ୍ରଛାତ୍ରୀ ମାନେ ଅଛନ୍ତି ସେମାନଙ୍କୁ ମଧ୍ୟ ମୁଁ ସ୍ୱାଗତ କରୁଛି ଆଜିର ଆମର ଆଲୋଚନାର ଚକ୍ରକୁ ଏବଂ ଆମର ଆଲୋଚନାର ଚକ୍ର ଆଜି ରହିଛି ଉଡାଣ ତେଣୁ এই ଉଡାଣ ସମ୍ପର୍କରେ ଆଜି খুব ଆଲୋଚନା ହେବ ଏବଂ ଆମେ ସମସ୍ତେ ଏ ସମ୍ପର୍କରେ ଶୁଣିବା ତେଣୁ ବର୍ତ୍ତମାନ ମୁଁ ପ୍ରଥମେ ଅନୁରୋଧ କରୁଛି କମ୍ପ୍ୟୁଟର ସାଇନ୍ସର ଅଧ୍ୟାପିକା ମିସ୍ ଲିପ୍ସା ମହାରଣା ମ୍ୟାଡାମଙ୍କୁ ସେ ଆଜିର ସ୍ୱାଗତ ସଙ୍ଗୀତ ଗାନ କରିବେ ଆଜିର କାର୍ଯ୍ୟକ୍ରମ ନିମନ୍ତେ ସ୍ୱାଗତ ସଙ୍ଗୀତ ଗାନ କରିବେ बहुत बहुत ମ୍ୟାଡାମ धन्यवाद मैडम ଧନ୍ୟବାଦ ମ୍ୟାଡାମ जितने मोर एठी गुरुजन अच्छा समस्त को मोर प्रणाम आदरणीय भाइस चांसलर सर रजिस्टर सर जयदेव सर आ जिते भी समस्ते मोर गुरुजन अच्छा प्रिय छात्र छात्री मते करिबे कला तुलसी मोहन बंसी मोहन बंसी मन गणारे फुटे महकिबी मन गणारे फुटे महकिबी कालियारे बारो मासी दीवानिसी मोहन बंसी मोहन बंसी मती करी दे कला तुलसी मोहन बंसी मोहन बंसी ए जीवन परा पानी गार ए जीवन परा पानी गार आखि पिछुड़ा के हे बरे पर सात जनमर तू पराण सखा सात जनमर तू पराण सखा मो हातरे तो भाग्यर रेखा कालिया रे तोर श्री चरणे शरण पशिछि तोर श्री चरणे शरण पशिछि दिन जाओ मोर बीती नाम जपी मोहन बंसी मोहन बंसी मती करी दे कला तुलसी मोहन बंसी मोहन बंसी बहुत बहुत धन्यवाद समस्त को आउथरे मोर प्रणाम ଧନ୍ୟବାଦ ମ୍ୟାଡାମ ବର୍ତ୍ତମାନ ମୁଁ ଆମ ବିଶ୍ୱବିଦ୍ୟାଳୟର କୁଳ ସଚିବ ମହୋଦୟଙ୍କୁ ଅନୁରୋଧ କରିବି ସେ ଆଜି ଉତ୍ତିଷ୍ଟତର 145ତମ ସଫଳ କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ମତ ରଖିବେ धन्यवाद प्रत्युषा धल मैडम समस्त को नमस्कार आज आमर माँ माणिकेश्वरी विश्वविद्यालय 145तम प्रेरणादायी वक्तृतामाला उत्तिष्ठतर सभापति कर्नेल प्रोफेसर संजय कुमार शतपथी महोदय आजिर वक्ता श्रीमती जाज्ञसेनी साहा मैडम आजिर उपस्थित थिबा आमर उत्तिष्ठ प्रोग्राम रो
ଡକ୍ଟର ଜୟଦେବ ସାହୁ ସାର୍ ଏବଂ ଆମ ସହିତ ଆଜି ଯୋଡ଼ି ହୋଇଥିବା ବିଭିନ୍ନ କୋଣ ଅନୁକୋଣରୁ ସମସ୍ତ ସାହିତ୍ୟ ପ୍ରେମୀ ବନ୍ଧୁଗଣ, ଆମର ଛାତ୍ରଛାତ୍ରୀ, ସମସ୍ତ ବୁଦ୍ଧିଜୀବୀ ଆଉ ଲିପ୍ସା ସମସ୍ତଙ୍କୁ ଆମର ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପରିବାର ତରଫରୁ ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଉଛି ଏବଂ ଆଜିର ଯୋଉ ଆଲୋଚିକା ଅଛନ୍ତି ମ୍ୟାଡ଼ାମ ଶ୍ରୀମତୀ ଯାଜ୍ଞସେନୀ ସାହା, ସେ ଜଣେ ପ୍ରସିଦ୍ଧ ଔପନ୍ୟାସିକ, ତାଙ୍କୁ ମଧ୍ୟ ଆମର ବିଶ୍ୱବିଦ୍ୟାଳୟ ପରିବାର ତରଫରୁ ମ୍ୟାଡାମକୁ ଆମେ ସ୍ୱାଗତ ଜଣାଉଛୁ। ଆଜିର ପ୍ରସଙ୍ଗ ଉଡ଼ାଣ ବିଷୟରେ ମ୍ୟାଡାମ ନିଜର ମତାମତ ରଖିବେ, ଆମର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବେ। ମୁଁ ଆଜିର ପ୍ରସଙ୍ଗ ବିଷୟରେ ଏତିକି କହିବି ଯେ ଉଡ଼ାଣ ଗୋଟେ ଯଦି ଆମେ ଦେଖିବା ଏଇଟା ଗୋଟେ ସେଣ୍ଟ୍ରାଲ ଗଭର୍ଣମେଣ୍ଟ ଗୋଟେ ବି ଯୋଜନା ଅଛି, ଉଡ଼ାଣ ଯୋଜନା, ଯାହାକି କଳାହାଣ୍ଡି ଜିଲ୍ଲାରେ ସେଇ କେସିଙ୍ଗା ତହସିଲ, କେସିଙ୍ଗା ଥାନା ଆମର ଉତ୍କେଲା ଗ୍ରାମରୁ ମାନେ ସେଠି କାର୍ଯ୍ୟକାରୀ ହେଇଛି ଏବଂ ସେଠି ଆଜି ମଧ୍ୟ ସେଠି କେସିଙ୍ଗାର ଆଲୋଚିକା ମ୍ୟାଡାମ ଆଜି ଆମ ଗଣରେ ଅଛନ୍ତି, ତେଣୁ ମ୍ୟାଡାମକୁ ଆମେ ପୁଣି ସ୍ୱାଗତ ଜଣାଉଛି ଏବଂ ମୁଁ ଆଶା କରୁଛି ଛାତ୍ରଛାତ୍ରୀ ମାନେ ନିଶ୍ଚିତ ଭାବରେ ଆଜିର ଯୋଉ ପ୍ରସଙ୍ଗ ଅଛି ତାଙ୍କୁ ମ୍ୟାଡାମଙ୍କର ଆଲୋଚନା ମାଧ୍ୟମରେ ନିଶ୍ଚିତ ଭାବେ ଉପକୃତ ହେବେ ମୁଁ ଆଶା କରୁଛି ଏବଂ ମୋର ବକ୍ତବ୍ୟ ଶେଷ କରୁଛି। ସମସ୍ତଙ୍କୁ ଧନ୍ୟବାଦ, ନମସ୍କାର। ଅଶେଷ ଅଶେଷ ଧନ୍ୟବାଦ ସାର୍। ବର୍ତ୍ତମାନ ଆମ ପାଖରେ ଆଜି ଯିଏ ଆଲୋଚିକା ଭାବରେ ଉପସ୍ଥିତ ହୋଇଛନ୍ତି ଶ୍ରୀମତୀ ଯାଜ୍ଞସେନୀ ସାହାଙ୍କ ସମ୍ପର୍କରେ ତାଙ୍କ ପରିଚୟ ପ୍ରଦାନ କରିବା ନିମନ୍ତେ ମୁଁ ଆମ ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀ ବାଲ୍ମୀକି କରୁଆ ସାରଙ୍କୁ ଅନୁରୋଧ କରିବି ଯେ ଆଜିର ଆମର ଅତିଥିଙ୍କ ସମ୍ପର୍କରେ ତାଙ୍କର ପରିଚୟ ପ୍ରଦାନ କରିବା ପାଇଁ। ଧନ୍ୟବାଦ ପ୍ରତ୍ୟାଶା ଧଳ ମ୍ୟାଡ଼ାମ। ସର୍ବପ୍ରଥମେ ଆଜିର ଏହି କାର୍ଯ୍ୟକ୍ରମରେ ମୁଁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପ୍ରଣାମ ଜଣାଉଛି ପ୍ରଫେସର ସଞ୍ଜୟ କୁମାର ଶତପଥୀ ମହୋଦୟଙ୍କୁ, ତତ୍ ସହିତ ପ୍ରଣାମ ଜଣେଇବି କୁଳ ସଚିବ ମହୋଦୟଙ୍କୁ। ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜନ, ସମସ୍ତ ବୁଦ୍ଧିଜୀବୀ ମାନଙ୍କୁ ମୋର ପ୍ରଣାମ ଏବଂ ସ୍ୱାଗତ ଜଣାଉଛି ଏହି କାର୍ଯ୍ୟକ୍ରମରେ, ତଥା ଅନ୍ୟାନ୍ୟ ସମସ୍ତ ଶ୍ରୋତା ମଣ୍ଡଳୀଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ଆଜି ଆମ ଗହଣରେ ଅଛନ୍ତି ଗାଳ୍ପିକା ଯାଜ୍ଞସେନୀ ସାହା। ଗାଳ୍ପିକା ଜଣେ କଳାହାଣ୍ଡିର ନାରୀ ଲେଖିକା ଭାବରେ ଅନେକ ପ୍ରସିଦ୍ଧି ପ୍ରାପ୍ତ କରିସାରିଛନ୍ତି। ତାଙ୍କ ଗଳ୍ପ ଗୁଡ଼ିକରେ ଅନେକ ନାରୀ ମନସ୍ତତ୍ୱର ଚିତ୍ର ପରିପ୍ରକାଶ ଘଟିଥାଏ। ସରଳ ଶବ୍ଦ ମାଧ୍ୟମରେ ସେ ଅତ୍ୟନ୍ତ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ଗଢ଼ିଦେବାରେ ଅନେକ ପାରଙ୍ଗମ। ଚେତାବନୀ ସାହିତ୍ୟ ସଂସଦ କେସିଙ୍ଗାର ସଭାପତି ଭାବରେ ସେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି। ସହର ବାଳିକା ଉଚ୍ଚ ବିଦ୍ୟାଳୟ ସହର ବାଳିକା ଉଚ୍ଚ ବିଦ୍ୟାଳୟ କେସିଙ୍ଗାର ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ସେ ଅବସର ଗ୍ରହଣ ନେଇ ସାରିଛନ୍ତି। ଗାଳ୍ପିକା ସାରଳା ସାହିତ୍ୟ ସଂସଦ କଟକ, ମହାବୀର ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣା ଦ୍ୱାରା ସମ୍ମାନିତ ହୋଇସାରିଛନ୍ତି। ଚଳିତ ବର୍ଷ କଳାହାଣ୍ଡି ଉତ୍ସବ ଘୁମୁରା ତରଫରୁ ମାଟିପୁତ୍ର ସମ୍ମାନ ପ୍ରାପ୍ତ କରିଛନ୍ତି। ଗାଳ୍ପିକା ଅନେକ ଗଳ୍ପ ଲେଖିଛନ୍ତି। ତାଙ୍କର ଗଳ୍ପ ସଂକଳନ ଗୁଡ଼ିକ ହେଉଛି ମାଟିରୁ ଆକାଶ, ଶାମୁକାର ସ୍ୱପ୍ନ, ଚିଠି, କେସିଙ୍ଗା ବିଦ୍ୟାପୀଠରୁ ମସୁରୀ। କେସିଙ୍ଗା ବିଦ୍ୟାପୀଠରୁ ମସୁରୀ ତାଙ୍କର ଏକ ସ୍ମୃତି ଲେଖ ଅଟେ। ତାଙ୍କ ପୁଅ କିଭଳି ଭାବରେ ପାଠ ପଢିକି IAS କୋଚିଂ କରିକି ପରବର୍ତ୍ତୀ ସମୟରେ IAS ହୋଇପାରିଛନ୍ତି, ସେ ବିଷୟରେ ଏହି କେସିଙ୍ଗା ବିଦ୍ୟାପୀଠରୁ ମସୁରୀ ପୁସ୍ତକରେ ନିଜର ସ୍ମୃତି ଲେଖ ଉପସ୍ଥାପନ କରିଛନ୍ତି। ମୁଁ ଆଜିର ଏହି କାର୍ଯ୍ୟକ୍ରମରେ ଗାଳ୍ପିକା ଯାଜ୍ଞସେନୀ ସାହାଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛି। ଧନ୍ୟବାଦ ବାଲ୍ମୀକି ସାର୍। ବର୍ତ୍ତମାନ ଆଜି ଆମର ଯୋଉ ଆଲୋଚନାର ବିଷୟ ରହିଛି ଉଡ଼ାଣ, ତେଣୁ ଏ ଉଡ଼ାଣ ସମ୍ପର୍କରେ ମ୍ୟାଡାମଙ୍କର ବା ଯାଜ୍ଞସେନୀ ସାହା ମ୍ୟାଡାମଙ୍କର କଣ ମତ ରହୁଛି, ବା ସେ କେମିତି ଜୀବନରେ ଗୋଟେ ତାଙ୍କ ଜୀବନରେ କେମିତି ଉଡ଼ାଣର ମହତ୍ଵ ରହିଛି, ଏବଂ ଯେମିତି ପୂର୍ବରୁ ଆମେ ଶୁଣିଲେ ଯେ ବାଲ୍ମୀକି ସାର୍ କହିଲେ ସେ ଜଣେ ନାରୀବାଦୀ ଲେଖିକା, ତେଣୁ ଜଣେ କଥାକାର, ଜଣେ ବିଶିଷ୍ଟ କଥାକାରଙ୍କ ପାଖରୁ ଆମେ ଆଜି ଉଡ଼ାଣ ସମ୍ପର୍କରେ ଜାଣିବା। ତେଣୁ ମ୍ୟାଡାମକୁ ମୁଁ ଅନୁରୋଧ କରିବି, ମ୍ୟାଡାମ ଆଜି ଆମକୁ ଉଡ଼ାଣ ସମ୍ପର୍କରେ ତାଙ୍କର ବକ୍ତବ୍ୟ ପ୍ରଦାନ କରିବେ। ଆଜ୍ଞା, ନମସ୍କାର ମ୍ୟାଡାମ।
एठी उपस्थित समस्त सम्मान्य सार मैडम समस्त को मो नमस्कार। विश्वविद्यालय कुलपति डॉक्टर संजय सपेथी को मोर प्रणाम। अन्यान्य समस्त मोर हृदय सादर अभ्यर्थना स्वागत ओ एठी उपस्थित छुआ मान को मोर अजस्र स्नेह और भल पाइबा। गतकाली प्राय 1:30 बेले संजय सार मते फोन कले आउ कहले आमर गोटे प्रोग्राम अच्छी उत्तिष्ठित आउ आमे से प्रोग्राम रे आपन कहंतु बोली आमे चाहूचु। मु टिके थतमत हेली तापरे से मते संगे संगे गोटे टॉपिक बाछिया पई कहले आपन को टॉपिक आपन देले आपन को कहिया पे सुविधा हबो। संगे संगे प्राय 1/2 मिनिट भितरे मु केमती कहू को मो मुंड भितर को आसी गला गोटे शब्द उड़ान बोली करे मो पार्टी को आसी गला एवं से शब्दटा मु ताऊ कहली से मध्य राजी हेले ठीक अछि आम टॉपिक हबो उड़ान। मते पुणी कहिया को हबो 45 मिनिट। मु कहली सर केते समय कहिया को पड़िबो से कहले 45 मिनिट। अरे बाप रे कोन एते मु कहिबी एते तो मु केबे कहिनी 5 मिनिट 10 मिनिट 15 मिनिट अति छोट हेले 2 मिनिट रु 3 मिनिट। पुणी भाबिली अरे मु एठी बक्ता कोन मु एठी बक्ता बिल्कुल भी नुह। एठी समस्त तो मोर भाई बंधु कुटुंब मो निज लोक मो घर लोक मो परिवार लोक तो मोर एते डरिबार कोन अछि संकोच करिवार कोन अछि भूल हेले हबो ठीक अछि। मु कहिया पय निष्पत्ति नेली उत्तिष्ठित जाग्रत ता अर्थ उठ जाग्रत हुआ। एठी उठ बोली कहला बेलकू मोर मने पड़ी जाउछंती उत्कल गौरव मधुसूदन दास एवं तांको उद्बोधन। ओडिशा स्वतंत्र उत्कल गठन हेबा पूर्वरु तांकर एई जो मर्मस्पर्शी लेखा एई जो उद्बोधनमूलक कविता सेठी से कहिथिले उठरे उत्कल संतान उठिबु तु केते दिने पूर्व गौरव पूर्व महिमा पड़ु नाही तोर मने तो पूर्व पुरुष जय करिथिले गंगा ठारू गोदावरी तांकरी ओरसे जन्म लभितु केउ गुणे तांकु सरी। उठ उठ उत्कल संतान उठ जाग्रत हुओ माटी तुमको अपेक्षा करिछि तुम आकाश जाए उड़ान भरिबा पई ए माटी तुमको अपेक्षा करिछि। पिले तम्मान को पई गोटे छोट कविता लिखिछि 4 धाड़िया कविता। उड़ीबा को इच्छा जदि आकाश भी तुम पई नुहे दूर उड़ीबा को इच्छा जदि आकाश भी तुम पई नुहे दूर बुड़ीबा को चाह जदि सागर भी नुहई गभीर लक्ष्य अछि तो पक्ष अछि लक्ष्य अछि तो पक्ष अछि उड़ीबा को माटीरू आकाश जाए। तुमे तो कस्तूरी मृग तुम नाभिरे सुगंध तुमे तो कस्तूरी मृग तुम नाभिरे सुगंध तुम आखिरे सुनेली स्वप्न खाली तुमे चाहिदेले हेला खाली तुमे चाहिदेले हेला तुमे चालिले हेला आत्मविश्वास सह निष्ठार सह चेष्टा समय और कठिन श्रमर सह तापरे देखिबो केते उच्च हेबो तुमरी उड़ान केते उच्च हेबो तुमरी उड़ान केते उच्च हेबो तुमरी उड़ान। एक अपहंच इलाकारे उड़ान भरी तमे जाई पहुंची जीव पिला माने जो स्वप्न तुमे देखिछ जो स्वप्न को छुईबा पई तमर निष्ठा तमर चेष्टा तमर आत्मविश्वास तुमको ठेली ठेली से अपहंच इलाकारे पहुंची जीव। कौन सी जिनस भी दुनिया रे अपहंच नुहे कौन सी भी जिनस and then the sky is the only limit for you my children and the sky is the only limit for you। उड़ान तीनोटी अक्षर छोटिया शब्दटीए अथच केते ओजनदार तार अर्थ। आम भारत सरकार तांकर गोटे फ्लाइट स्कीम रो ना रखिछंती उड़ान। उड़ान रो अर्थ होची उड़े देश का आम नागरिक तार फुल फॉर्म। सुलभ मूल्य रे प्रत्येक राज्यर छोट सहर को राजधानी सहित निकटवर्ती अन्यान्य सहर सहित जोड़िबा यार लक्ष्य। इट इज ए रीजनल कनेक्टिविटी विथ फ्लाइट।
आम राज्यर को सहर जोड़ी होईची एई उड़ान स्कीम रे कहि परिबो पिला माने निश्चय कहि परिबो मु कहि दउची तमान जानिथिबो आम कलाहांडी रो उत्केला ए हमर केसिंगा पाखरे अछि उत्केला जयपुर झारसुगुड़ा राउरकेला बरगड़ पदमपुर पाखर सतीभटा बलांगीर तुसरा आ एबे मालकानगिरी एबे जोड़ी होईची उड़ान स्कीम रे से जाहू मो उड़ान संपर्क ये उड़ान फ्लाइट विषय मु कहू नाही मु कहिया को चाहूची तममानकर उड़ान संपर्क रे आमे थरे भुवनेश्वर फेरुथुलो ए छोट फ्लाइट रे उत्केला गला बेले भी गलु आउ फेरला बेले भी फेरिलु रे छोटिया फ्लाइट 9 सीटर 9 जणिया फ्लाइट 9 जण बसिया पाए आउ आश्चर्यर कथा आमे फेरिलु मात्र 2 जण मो स्वामी और मो मते लागिला अरे सरकार को एते बड़ा गोटे स्कीम एते सुंदर चलीची जदि आमे 2 जण ही उड़ीबू तो फ्लाइट चलीबो कोन तापर मु बारंबार से विषय खबर रखे तापर खबर पाइली नाही सेरा चलीची आ प्रतिदिन 9टा सीट फुल नहेले भी 5 6 7 8 पैसेंजर हे अछंती ए आम समस्तन पई गोटे सौभाग्यर कथा स्वप्न देखिथिले हमर मान्यवर प्रधानमंत्री श्रीयुक्त नरेंद्र मोदी चा बालेरो आज भारतर प्रधानमंत्री तांकर से स्वप्न आज उड़ान भरीची आउ आमे उड़ुचु उत्केलारू भुवनेश्वर अच्छा पिला माने केबे गणिबा को चेष्टा करिचो आकाश रे तारा केते ध्रुव तारा सप्तर्षि मंडल कुआ तारा देखिबा को चेष्टा करिचो वर्षा काहे की तेरछा तेरछा पड़े काहे की सीधा सीधा पड़ेनी कढ़रू फुलटी फुटे केमती प्रजापतिर डेणा इंद्रधनु विभिन्न प्रकार रो फूल एते रंग से मानको देहरे आसिला कोठो एते सुगंध पुनी देला किए केबे जानिबा को चेष्टा करिचो एटा ही जानिबार इच्छा एटा ही जिज्ञासा एटा ही अनुसंधिसा एटा ही उड़ान रो मूल बीज एटा ही उड़ान रो प्रथम पाहच तापरे आसीबो स्वप्न स्वप्न देखिबा स्वप्न कथा कहिले मोर मने पड़ी जाउछंती आमर प्रबाद पुरुष श्रीयुक्त बिजू पट्टनायक मो मन को आसी जाउछंती से कहूथिले हे मोर प्रिय ओडिया माने स्वप्न देखुछ तो साग पखाळर स्वप्न काहे देखुछ आकाश रे उड़ीबार स्वप्न देख से पायलट थिले ना आकाश रे उड़ुथिले इंडोनेशिया राष्ट्रपति सुकर्णोंको 1947 मसीहारे उड़े उड़े आनी साहसर सहित से पहुंची जाइथिले दिल्ली तांको डाकोटा विमान रे आ इंडोनेशिया सरकार एथिपाई तांको भूमिपुत्र सम्मान रे सम्मानित करथिले हाँ स्वप्न देखा आमे स्वप्न देखिबा स्वप्न न देखिले पिले किछि ही परिबनी आमे स्वप्न देखिबा आमे हमर लक्ष्य स्थिर करिबा स्वप्न स्वप्न केते प्रकार रो हेई पारे मु बड़ हेले या हेबी बड़ हेले सेया हेबी मु एटा करिबी सेटा करिबी एई जो स्वप्न एटा हला उड़ान रो द्वितीय पाहच ताकू पाइया पई हमकु साहाय्य करिबा हमर आत्मविश्वास दृढ़ आत्मविश्वास मु पारिबी मु निश्चय पारिबी आई कैन डू एवं ताकू पाइया पई हमर जो चेष्टा कठोर अध्यावसाय कठिन परिश्रम गभीर निष्ठा दरकार पिला माने सफलता एमती सेमती कोठी मिली जाए ना सक्सेस इज नॉट easily secured not achieved easily it only comes to those who work hard and continue learning with sincerity and honesty एडा कहिथिले लॉर्ड ऑस्टस पर्सी ए फॉर्मर एजुकेशन मिनिस्टर ऑफ ग्रेट ब्रिटेन तो सफलता सहजरे आसे नाही सफलता पाइया पई हेले केते जे विफलतार पहाच चढ़िबा को पड़िबो केते जे विनिद्र रजनी कटिबो केते जे कठिन श्रम करिया को पड़िबो केते जे भोक उपास रे रहिबा को पड़िबो तार किछि यता नाही एवं या परे परे एते कष्ट कला परे एते परिश्रम कला परे फेलियर देखिला परे दिन आसीबो आपण निजे ही भाबिबे यस आई हैव डन
ମୁଁ ଉଡ଼ାଣର ଶୀର୍ଷରେ ପହଞ୍ଚି ଯାଇଛି। ଶୀର୍ଷକୁ ଛୁଇଁବା ଆଉ ମୋ ପାଇଁ ଅପହଞ୍ଚ ନୁହେଁ। କେବେ ଭାବିଛ ପିଲାମାନେ କଲମ୍ବସ୍ ଆମେରିକା କେମିତି ଆବିଷ୍କାର କଲେ? ସେ ତ ଭାରତକୁ ଜଳପଥ ଆବିଷ୍କାର କରିବା ପାଇଁ ବାହାରିଥିଲେ, କିନ୍ତୁ ସେ ଯାଇ ପହଞ୍ଚିଗଲେ ଏକ ନୂଆ ଭୂଖଣ୍ଡରେ। ଆବିଷ୍କୃତ ହେଇଗଲା ବିଶାଳ ଭୂଖଣ୍ଡ ଆମେରିକା। ଭାସ୍କୋ ଡା ଗାମା ଭାରତକୁ ଜଳପଥ ଆବିଷ୍କାର ପାଇଁ ତାଙ୍କୁ 2 ବର୍ଷ ସମୟ ଲାଗିଗଲା। ପର୍ତ୍ତୁଗାଲର ଲିସବନ ସହରରୁ ବାହାରି ଭାରତରେ କାଲିକଟ ପହଞ୍ଚିବା ପାଇଁ ତାଙ୍କୁ 2 ବର୍ଷ ଲାଗିଗଲା। କେତେ ବିରାଟ ଥିଲା ତାଙ୍କର ସ୍ୱପ୍ନ, କେତେ ବିରାଟ ଥିଲା ତାଙ୍କ ଉଡ଼ାଣର ବୀଜ। 2 ବର୍ଷ ପରେ ସେ ଭାରତରେ ପହଞ୍ଚିଲେ। ଏସବୁ ତ ଉଡ଼ାଣର ବଡ଼ ବଡ଼ ଉଦାହରଣ। ପୃଥିବୀ ଗୋଲ ନା ଚେପ୍ଟା? ଦିନ ରାତି ହୁଏ କାହିଁକି? ଋତୁ ପରିବର୍ତ୍ତନ କେମିତି ହୁଏ? କୁମେରୁ ସୁମେରୁର ଆବିଷ୍କାର, ଆଣ୍ଟାର୍କଟିକାର ଆବିଷ୍କାର, ଏଭରେଷ୍ଟ ଶିଖରରେ ପାଦ ଥାପିବା, ଏସବୁ କିଛି ଲୋକଙ୍କ ଉଡ଼ାଣ ପାଇଁ ଉଡ଼ାଣର ନିଷ୍ଠାର ଫଳ। ଏତେ ସବୁ ଆମକୁ ଦେଇଛନ୍ତି ଆମର ପୂର୍ବସୂରୀ। ଆମର ପୂର୍ବସୂରୀ ଆମକୁ ପୃଥିବୀରେ ସ୍ଥିର ଭାବରେ ବଞ୍ଚିବା ପାଇଁ, ଖୁସିରେ ବଞ୍ଚିବା ପାଇଁ, ଏକ ଉନ୍ନତ ଜୀବନ ଯାପନ କରିବା ପାଇଁ ଏତେ କିଛି ଆମ ପାଇଁ ଦେଇ ଯାଇଛନ୍ତି। ଗୋବିଜ ଟୀକାର ଆବିଷ୍କାର, ବିଭିନ୍ନ ରୋଗ ଜୀବାଣୁଙ୍କ ଭ୍ୟାକ୍ସିନ ତିଆରି, ଏସବୁ ତ ସମଗ୍ର ମାନବ ସମାଜ ପାଇଁ ଅଭିପ୍ରେତ, ସମଗ୍ର ମାନବ ପାଇଁ ଅଭିପ୍ରେତ। ମାନବ ଜୀବନର ମଙ୍ଗଳ ପାଇଁ, ସମଗ୍ର ମାନବ ସମାଜ ପାଇଁ ଏମାନଙ୍କର ସମଗ୍ର ଜୀବନ ଏମାନେ ସମର୍ପିତ କରିଦେଲେ। ଏସବୁ ବି ଉଡ଼ାଣର ହିଁ ଫଳ। ତମାନେ ଶୁଣିଥିବ ଗ୍ରେଟା ଥନବର୍ଗର ନାଁ, ସ୍ୱିଡେନର ସେଇ କୁନି ଝିଅ, 12 ବର୍ଷର ଝିଅ। ଏବେ ତାକୁ ହେଇଗଲାଣି 20 ବର୍ଷ ହେଇଯିବଣି। 2003ରେ ତାର ଜନ୍ମ। ସେ ଜାତିସଂଘର ସଭାରେ ବିଶ୍ୱବାସୀଙ୍କୁ ତାଗିଦ କରୁଛି, ହାଉ ଡେୟାର ୟୁ, ୟୁ ହ୍ୟାଭ୍ ଷ୍ଟୋଲନ୍ ମାଇ ଡ୍ରିମ୍ସ, ହାଉ ଡେୟାର ୟୁ ଟୁ ଷ୍ଟିଲ୍ ଡ୍ରିମ୍ ଅଫ୍ ମାଇ ଚାଇଲ୍ଡହୁଡ୍। ତାକୁ ବିଶ୍ୱ ପରିବେଶର ଚିନ୍ତା ଲାଗିଛି, ତାକୁ ବିଶ୍ୱ ତାପନର ଚିନ୍ତା ଲାଗିଛି। ସେଇ ଛୋଟ ଝିଅ ଗ୍ରେଟା ଥନବର୍ଗ, ଏବଂ ସେ ବି ଚିନ୍ତା କରୁଛି ଯେ କେମିତି ମୋର ପୃଥିବୀ ଏକ ସୁସ୍ଥ ସୁନ୍ଦର ପୃଥିବୀ, ଏକ ସବୁଜ ପୃଥିବୀରେ ହେଇକି ବଞ୍ଚି ରହୁ। ଆପଣମାନେ ଦେଖିଥିବେ ବିଭିନ୍ନ ଫିଲ୍ମ ବିଷୟରେ, ମିଶନ ମଙ୍ଗଲ, ଇଂଲିଶ ବିଂଲିଶ, ମେରିକମ୍, ଦି ବକ୍ସର। କ୍ରିକେଟର ଧୋନିଙ୍କ କଥା ତ ଆପଣମାନେ ଜାଣିଥିବେ, ଫିଲ୍ମ ଦେଖିଥିବେ। ଏମାନଙ୍କ ଉଡ଼ାଣ ପାଇଁ ସଂଘର୍ଷର କାହାଣୀ। ମାଇକେଲ ଫାରାଡେ ହେଇପାରିଥିଲେ ବହି ବନ୍ଧାଳିରୁ ବୈଜ୍ଞାନିକ। ଆମେରିକା ରାଷ୍ଟ୍ରପତି ଜର୍ଜ ୱାଶିଂଟନଙ୍କ ସଫଳତାର କାହାଣୀ ବି କିଛି କମ୍ ରୋଚକ, କମ୍ ରୋମାଞ୍ଚକର ନୁହେଁ। ବାରାକ ଓବାମା, ଫର୍ମର ୟୁଏସ୍ ପ୍ରେସିଡେଣ୍ଟ, ଆମର ବର୍ତ୍ତମାନର ରାଷ୍ଟ୍ରପତି ମ୍ୟାଡାମ ଦ୍ରୌପଦୀ ମୁର୍ମୁ, ତାଙ୍କ ଜୀବନ କାହାଣୀ କଣ କମ୍ ସଂଘର୍ଷମୟ? ସଂଘର୍ଷ ପରେ ହିଁ ତ ସଫଳତା ଆସେ। ଆକାଶରେ ପକ୍ଷୀମାନଙ୍କୁ ଦେଖି ଆପଣମାନଙ୍କୁ କେବେ ଇଚ୍ଛା ହେଇଛି କି ମୁଁ ବି କେବେ ଆକାଶରେ ଉଡ଼ନ୍ତି? ମୋର ବହୁତ ଇଚ୍ଛା ହୁଏ ପିଲାବେଳେ, ମୋର ବହୁତ ଇଚ୍ଛା ହୁଏ ପିଲାବେଳେ ମୁଁ ବି ପକ୍ଷୀ ହେଇ ଆକାଶରେ ଉଡ଼ନ୍ତି। ମୁଁ କାହିଁକି ପକ୍ଷୀଟିଏ ହେଲିନି? ମୁଁ କାହିଁକି ମଣିଷ ହେଲି? ମୁଁ କୁନି କୁନି ପ୍ରଜାପତିଙ୍କ ପଛେ ପଛେ ଦୌଡୁ ଦୌଡୁ, ଫୁଲ ପଛେ ପଛେ ଦୌଡୁ ଦୌଡୁ ଆକାଶକୁ ଅନେଇ, ଆକାଶରେ ପକ୍ଷୀଙ୍କର ଡେଣା ଗଣୁ ଗଣୁ, ପକ୍ଷୀମାନଙ୍କୁ ଗଣୁ, ଧାଡି ଧାଡି ହେଇ ଉଡି ଯାଉଥିବା ବଗ ମାନଙ୍କୁ ଗଣିବାକୁ ଚେଷ୍ଟା କରି ମୁଁ କେତେ ଆନମନା ହେଇଛି, କେତେ ଭାବିଛି ମୁଁ କାହିଁକି ପକ୍ଷୀଟିଏ ନହେଲି ଯେ? ଈଶ୍ୱର ବି ଆମକୁ 2ଟା ଡେଣା ଦେଇଛନ୍ତି ଛୁଆମାନେ, ଆମକୁ ଦେଇଛନ୍ତି ଗୋଟେ ମନ। ଖାଲି ଆମର ମନଟା ଆମେ ଉଡ଼ିବାକୁ କଲେ ହେଲା, ଉଡ଼ିବାକୁ ଚାହିଁଲେ ହେଲା। ମନ ଉପରେ ଆମର ଲଗାମ ନିହାତି ଦରକାର। ମୁଁ ତ ଏଇଠି ଅନେକ କଥା, ପୂର୍ବ କଥା କହିସାରିଲିଣି, ଏବର କଥା କହିବି କିଛି କିଛି ସଫଳ ଓଡ଼ିଶାର କିଛି ସଫଳ ବ୍ୟକ୍ତିତ୍ୱଙ୍କ କଥା ମୁଁ କହିବି। ଆପଣମାନେ ଶ୍ରୀଯୁକ୍ତ ରାଜେଶ ପ୍ରଭାକର ପାଟିଲ ଆଇଏସ୍ଙ୍କ ଦ୍ୱାରା ଲିଖିତ ତାଙ୍କ ନିଜ କାହାଣୀ ମା ମୁଁ କଲେକ୍ଟର ହେଲି ପଢିଛନ୍ତି କି? ସେ ଲିଖିଛନ୍ତି ମରାଠୀରେ, ତାକୁ ଓଡ଼ିଆ ଅନୁବାଦ ହେଇଛି, ମା ମୁଁ କଲେକ୍ଟର ହେଲି। ଆପଣ ପଢିବେ ସେ ବହି, ସୁଯୋଗ ପାଇଲେ ସେ ବହି ନିଶ୍ଚୟ ପଢିବେ। ପଶ୍ଚିମ ମହାରାଷ୍ଟ୍ର ଟିକେ ମରୁଡ଼ିଆ ଜାଗା, ବର୍ଷା ହୁଏନି ସେଠି, ମାଟି ଅନୁର୍ବର, ଗୋଟେ ଅନୁନ୍ନତ ଅଞ୍ଚଳ। ସେଠିକାର ଗୋଟେ ଅତି ଗରିବ କୁଲି ମଜୁରିଆ ଘରର ପିଲା
କୁଲି ମଜୁରିଆ ପରିବାରରେ ଜନ୍ମ ନେଇଥିଲେ ଶ୍ରୀଯୁକ୍ତ ରାଜେଶ ପ୍ରଭାକର ପାଟିଲ। କୁଲି ମଜୁରୀ କରି କପା କ୍ଷେତରେ କାମ କରି ପାଉରୁଟି ବିକି ନିଜର ବହିପତ୍ର ସେ ଯୋଗାଡ଼ କରୁଥିଲେ ଏବଂ ତାଙ୍କର ମା କପା କ୍ଷେତରେ ଘାସ ବାଛୁଥିଲେ, ପାଣି ଦଉଥିଲେ, କପା କ୍ଷେତରେ କାମ କରୁଥିଲେ ଆଉ କପା କ୍ଷେତରେ ମୂଲ ଲାଗିଲେ ଯାଇ ଅନ୍ୟାନ୍ୟ ମୂଲ ମଜୁରୀ ଲାଗିଲେ ଯାଇକରି ତାଙ୍କର ଘରେ ଚୁଲି ଜଳୁଥିଲା। ସେ ପିଲା କେମିତି ଆଇଏଏସ୍ ଅଧିକାରୀ ହେଇପାରିଲା? ସେ ଯୋଉ ବହି ମୁଁ ପଢିଲି, ସେଇ ବହି ପଢି ମୁଁ ଏତେ ଇମୋସନାଲ ହେଇଛି, ମୋ ଆଖିକୁ ଏତେ ଲୁହ ଆସି ଯାଇଛି, ଏବେ କହିଲା ବେଳେ ବି ମୋ ଆଖିକୁ ଲୁହ ଆସି ଯାଉଛି। ଯଦି ସେମିତି ଗୋଟେ ପିଲା ଏତେ ବଡ ଜିନିଷ ହାସଲ କରି ପାରିଲା, ତାର ଲକ୍ଷ୍ୟ କେତେ ଉଚ୍ଚ ହେଇଥିବ, ତାର ସ୍ୱପ୍ନ କେତେ ଉଚ୍ଚ ହେଇଥିବ, କେତେ ବାଧାବିଘ୍ନର ସେ ସମ୍ମୁଖୀନ ହେଇଥିବ, କେତେ ବିଫଳତାର ସ୍ୱାଦ ସେ ଚାଖିଥିବ, ତାର ଜୀବନ କେତେ ଉତ୍ପଟର ଜୀବନ ହେଇଥିବ, କେତେ ଲହୁ ଲୁହାଣର ଜୀବନ ହେଇଥିବ, ତଥାପି ଲକ୍ଷ୍ୟରୁ ସେ ବିଚ୍ୟୁତ ହେଇନାହାନ୍ତି। ସେମିତି ଆଉ ଜଣେ ଶ୍ରୀଯୁକ୍ତ ବିଜୟ ଅମୃତ କୁଲାଙ୍ଗେ ଆଇଏଏସ୍, ଆପଣ ମାନେ ତାଙ୍କୁ ସମସ୍ତେ ନିଶ୍ଚୟ ଜାଣିଥିବେ। ତାଙ୍କର ଲିଖିତ ବହି ଆଜିର ଦିନ ମୋର, ଏଇଟା ବି ତାଙ୍କର ସକ୍ସେସ୍ ଷ୍ଟୋରି। ସେ ବି ନିଜେ ଲେଖିଛନ୍ତି ସେ ବହିଟା, ତାକୁ ଓଡ଼ିଆରେ ଅନୁବାଦ ହେଇଛି ଆଉ ତାର ନାଁ ଦିଆଯାଇଛି ଆଜିର ଦିନ ମୋର। ସେ ବି ତାଙ୍କ ସଂଘର୍ଷର କାହାଣୀ, କେତେ ସଂଘର୍ଷର କାହାଣୀ, କେତେ ଯେ ସଂଘର୍ଷର କାହାଣୀ, ମୁଁ ଏଠି କହି ବସିଲେ ତ ମୋର ସମୟ ନିଅଣ୍ଟ ହବ। ବହି ପଢିଲେ ଆପଣମାନେ ନିଶ୍ଚୟ ଜାଣିପାରିବେ ସେମାନଙ୍କର ଲକ୍ଷ୍ୟ କେତେ ସ୍ଥିର, ସ୍ୱପ୍ନ କେତେ ବଡ଼, ତାକୁ ପାଇବା ପାଇଁ କେତେ ଯେ ନିଷ୍ଠା, କେତେ ଯେ ଅଧ୍ୟବସାୟ, କେତେ ଯେ ଚେଷ୍ଟା, କେତେ ଯେ କଠିନ ପରିଶ୍ରମ, ବାରମ୍ବାର ବିଫଳତା, ବାରମ୍ବାର ବିଫଳତା, ବାରମ୍ବାର ବିଫଳତା ସତ୍ତ୍ୱେ ପୁଣି ଉଠି ଆଗକୁ ଦୌଡ଼ିବାର ନିଷ୍ଠା, କେତେ ଯେ ସ୍ୱପ୍ନଭଙ୍ଗର କାହାଣୀ ମୁଁ ଏଠି ବର୍ଣ୍ଣନା କରି ପାରୁନାହିଁ ଜମା। ବହି ଦୁଇଟା ପଢୁଥିଲା ବେଳେ ମୋ ଆଖି ଛଳ ଛଳ, ଏବେ ବି ମୋ ଆଖି ଛଳ ଛଳ। ଓଡ଼ିଶାର 2 ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କ ବିଷୟରେ ମୁଁ ଏବେ କହିଲି, ଯୋଉମାନଙ୍କର ସଫଳତାର କାହାଣୀ ଓଡ଼ିଶାର ବହୁତ ଲୋକ ଜାଣନ୍ତି, ବହୁତ ଲୋକ ଏଇ ବହି ପଢିଛନ୍ତି, ବହୁ ପଠିତ ଏଇ ବହି ଦୁଇଟି। ଏଠି ମୁଁ କହିବି ଆମ କଳାହାଣ୍ଡି କିଛି ପିଲାଙ୍କର କୃତିତ୍ୱ, କିଛି ଆଇଏଏସ୍ ଆଇପିଏସ୍ ପିଲାଙ୍କର କୃତିତ୍ୱ, ଆମ ପିଲାଙ୍କର କୃତିତ୍ୱ ବି କିଛି କମ୍ ନୁହେଁ। କେସିଙ୍ଗା ବିଦ୍ୟାପୀଠ ହିଁ 2 ଜଣ ଆଇଏଏସ୍ ତିଆରି କରିଛି। ଶ୍ରୀଯୁକ୍ତ ଅଶ୍ୱିନୀ ପରିଡ଼ା ଆଇଏଏସ୍, ଯିଏକି ଆନ୍ଧ୍ର କ୍ୟାଡରରେ ଜଏନ୍ କରିଥିଲେ ଏବଂ ଆନ୍ଧ୍ରର ଚିଫ୍ ସେକ୍ରେଟାରୀ ହେଇ ରିଟାୟାର୍ଡ କଲେ। ତାଙ୍କ ଘର ଆମର ଏଇ କେସିଙ୍ଗା ପାଖରେ ମୁସ୍କୁଟିରେ, ଯଦିଓ ସେମାନେ କୋଷ୍ଟାଲ ବେଲ୍ଟର ଲୋକ, କଟକ ସାଇଡର ଲୋକ, ସେମାନେ ବହୁତ ଦିନରୁ ତାଙ୍କର ପୂର୍ବପୁରୁଷ ଆସି ମୁସ୍କିଟିରେ ରହିଯାଇଛନ୍ତି ଆଉ ଆମେ ତାଙ୍କୁ କଳାହାଣ୍ଡି ଲୋକ ବୋଲି ହିଁ କହିବା, ଯେହେତୁ ସେ କେସିଙ୍ଗା ବିଦ୍ୟାପୀଠର ଛାତ୍ର। ତାଙ୍କର ଷ୍ଟ୍ରଗଲ ଷ୍ଟୋରି ତ ଆହୁରି କରୁଣ। ଯେତେବେଳେ ସେ ଜେଏନ୍ୟୁ ପଢିବା ପାଇଁ ଗଲେ, ତାଙ୍କୁ ସିଟ୍ ମିଳିଲାନି। ସାଙ୍ଗମାନଙ୍କ ସାଙ୍ଗରେ ସେ ଆଡଜଷ୍ଟ ହେଇକି ପଢିଲେ 3 ବର୍ଷ 2 ବର୍ଷ, 2 ବର୍ଷରୁ 3 ବର୍ଷ। ଖଟ ମିଳେନି ଶୋଇବାକୁ, ଖଟ ତଳେ ଶୁଅନ୍ତି। ତଳେ ଶୋଇ ଶୋଇ ସେ ପାଠ ପଢିଲେ, ତଳେ ଶୋଇ ଶୋଇ ସେ ପ୍ରିପେୟାର କଲେ ଏବଂ ତଳେ ଶୋଇ ଶୋଇ ସେ ଆଇଏଏସ୍ କ୍ୱାଲିଫାଏ କଲେ, ଆନ୍ଧ୍ର କ୍ୟାଡରରେ ଜଏନ୍ କଲେ ଆଉ ରିଟାୟାର୍ଡ କଲେ ଜଣେ ଚିଫ୍ ସେକ୍ରେଟାରୀ ଭାବରେ। କେସିଙ୍ଗା ବିଦ୍ୟାପୀଠ ତିଆରିଛି ଆଉ ଏକ ସଫଳ ବ୍ୟକ୍ତିତ୍ୱ, ଆଉ ଜଣେ ଆଇଏଏସ୍ ଅନୁପମ ସାହା। ଅନୁପମ ସାହାର ସମସ୍ତ ଷ୍ଟ୍ରଗଲିଂ ଷ୍ଟୋରି, ସମସ୍ତ ଷ୍ଟ୍ରଗଲର କାହାଣୀ, ସମସ୍ତ ସଂଘର୍ଷର କାହାଣୀ ଏଇ ମୋର ବହିରେ ଅଛି। ଏବେ ମୋର ଗୋଟେ ବହି ବାହାରିଛି କେସିଙ୍ଗା ବିଦ୍ୟାପୀଠରୁ ମସୁରୀ, ସେଇ ବହିରେ ତାର ଜନ୍ମରୁ ତାର ସଫଳତା ଯାଏଁ, ତାର ବିବାହ ଯାଏଁ ସବୁ କଥା ମୁଁ ସେଇଠି ବର୍ଣ୍ଣନା କରିଛି। ଯଦି ସୁବିଧା ମିଳେ ଆପଣମାନେ ନିଶ୍ଚୟ ପଢିବେ ଏବଂ ମୁଁ ତ ଭାବୁଛି ସେ ଗୋଟେ ବହୁତ ଦୁଷ୍ଟ ପିଲା ଥିଲା, ବହୁତ ହି ନଟି, ବହୁତ ମାଡ଼ ଖାଇଛି ମୋ ପାଖରୁ। ଯଦି ସୁଯୋଗ ହୁଏ ଆପଣମାନେ ନିଶ୍ଚୟ ପଢିବେ ଆଉ ଦେଖିବେ ଯେ 9ମ ଶ୍ରେଣୀ ଯାଏଁ କ୍ଲାସରେ କେବେ ବି ଫାଷ୍ଟ ହେଇନଥିବା ପିଲାଟି, ଦୁଷ୍ଟ ପିଲାଟିଏ, ମା ହାତରୁ
ବାରମ୍ବାର ମାଡ଼ ଖାଇଥିବା ପିଲାଟି କେମିତି ତା ଜୀବନରେ ନିଜେ ନିଜେ ସ୍ୱପ୍ନ ଦେଖିଲା। ଆମେ କେବେ ବି ଭାବି ନଥିଲୁ ଯେ ଏଇ ପିଲାଟା ଆମର ଆଇଏଏସ୍ ହବ ବୋଲିକିରି, କେବେ ବି ଆମେ ଭାବି ନଥିଲୁ, କେବେ ବି ଆମେ ସ୍ୱପ୍ନ ଦେଖିନଥିଲୁ। ସେ ତ ଇଞ୍ଜିନିୟରିଂ ପଢୁଥିଲା NIT ରାଉରକେଲାରେ, ସେ ଚାକିରି ବି କରୁଥିଲା, TCS ରେ ଜଏନ୍ କରିଥିଲା। ସେଇଠି ସେ କହିଲା ମତେ ଦିନେ ଫୋନ କରି, ମା ମୁଁ ଏ ଚାକିରି ଛାଡ଼ିଦେବି। ମୁଁ କହିଲି କାହିଁ ଛାଡ଼ିଦେବୁ ବେଟା, ଚାକିରି ଛାଡ଼ିଦେବୁ ତ କରିବୁ କଣ? ସେଟା ଏମିତି ଦୁଷ୍ଟ ପିଲାଟା ଯେ ମୋର ଛାତିରେ ଛନକା ପଶିଗଲା। ମୁଁ କହିଲି ଚାକିରି ଛାଡ଼ିଲେ କଣ କରିବୁ? ସେ କିଛି କହିଲାନି। ପୁଣି ଥରେ ଫୋନ କଲା, କହିଲା ମୋ ଚାକିରି ମୁଁ ଛାଡ଼ିଦେବି ଆଉ ମୁଁ ସିଭିଲ ସର୍ଭିସ ପ୍ରିପେୟାର କରିବି। ମୋ ଛାତି ଖାଲି ପଡିଲା ଉଠିଲା। ଆରେ ପିଲାଟା କଣ କହୁଛି, ସିଭିଲ ସର୍ଭିସ ଦବ, ଏ ତ ଅଗାଧ ସମୁଦ୍ରରେ ପହଁରିବା। ତାକୁ ନେଇକି ଆମର ସ୍ୱପ୍ନ ନଥିଲା, ସେ ନିଜେ ନିଜେ ସ୍ୱପ୍ନ ଦେଖିଲା। ଉଡ଼ାଣର ସ୍ୱପ୍ନ, ଆକାଶରେ ଉଡ଼ିବାର ସ୍ୱପ୍ନ, ଶୀର୍ଷରେ ପହଞ୍ଚିବାର ସ୍ୱପ୍ନ। ସେଥିପାଇଁ ସେ ତପସ୍ୟା କଲା। 3 ବର୍ଷ ସେ ତପସ୍ୟା କରିଛି। ସେ ଗୋଟେ ଇଞ୍ଜିନିୟରିଂ ଷ୍ଟୁଡେଣ୍ଟ, କିନ୍ତୁ ପରୀକ୍ଷା ଦେଲା ଜିଓଗ୍ରାଫିରେ। ଜିଓଗ୍ରାଫି ପଢିଲା ଏତେ ପଢିଲା, ଭୂଗୋଳ ବହି ସାରା, ମୁଁ ଥରେ ତା ରୁମକୁ ଯାଇଥିଲି ଦିଲ୍ଲୀ ପଢୁଥିଲା ବେଳେ, ସେ ତା ରୁମ ସାରା ସେ ଖାଲି ମାନଚିତ୍ର ଅଙ୍କନ କରିଛି, ଖାଲି ଡାୟଗ୍ରାମ କାଟିଛି। ତାର ଖାତା ବହି, ତା ରୁମ ସାରା ଖାଲି ଖାତା ବହି, ତାର ବିଛଣା ସାରା ଖାଲି ଖାତା ବହି। ସେ 3 ବର୍ଷ ସଂଘର୍ଷର କାହାଣୀ। ମୁଁ ସେଠି ତା ଟପିକ ର ନାଁ ଦେଇଛି, ସେଇ ଯୋଉ ବିଷୟ ତାର ପ୍ରିପାରେସନ ର ଟାଇମ, ତାର ନାଁ ମୁଁ ଦେଇଛି ତପସ୍ୟାର 3 ବର୍ଷ। ତପସ୍ୟା ସେଇଟା। କେସିଙ୍ଗା ବିଦ୍ୟାପୀଠ ଆହୁରି ମଧ୍ୟ ତିଆରି ହେଇଛି, ଅନେକ IAS, ଅନେକ ଇଞ୍ଜିନିୟରିଂ ସର୍ଭିସ, ଇଣ୍ଡିଆନ ଇଞ୍ଜିନିୟରିଂ ସର୍ଭିସ, ଇଣ୍ଡିଆନ ଇକୋନୋମିକ ସର୍ଭିସ, ଆହୁରି ଅନେକ ଷ୍ଟୁଡେଣ୍ଟ ତିଆରି କରିଛି। ତା ଛଡା ଆମର ଶ୍ରୀଯୁକ୍ତ ସତ୍ୟବ୍ରତ ଭୋଇ IPS, ଶ୍ରୀଯୁକ୍ତ ପିନାକ ମିଶ୍ର IPS, ଶ୍ରୀଯୁକ୍ତ ରାହୁଲ ଜୈନ IPS, ଶ୍ରୀ ରାହୁଲ ଗୋଏଲ IPS, ଶ୍ରୀ ଧାଙ୍ଗଡ଼ା ମାଝୀ ଆଲାଏଡ ସର୍ଭିସ। ଏମାନେ ସମସ୍ତେ ଆମର କଳାହାଣ୍ଡିର ପିଲା, ଆମର ପିଲା, ଆମର ମାଟିର ପିଲା। ଏବଂ ମୁଁ ଏବେ ଯାହା ନାଁ କହୁଛି, ସେ ଜଣେ ପୂର୍ଣ୍ଣଚନ୍ଦ୍ର ମାଝୀ ତାଙ୍କ ନାଁ, ତାଙ୍କର ଗାଁ ଏଇ ତୁଳାପଡା ପାଖ ଭାନପୁର। ସେ ପାଇଛନ୍ତି IAAS, ଇଣ୍ଡିଆନ ଅଡିଟ୍ ଆଣ୍ଡ ଆକାଉଣ୍ଟ ସର୍ଭିସ। ଏ ଆମ ନର୍ଲା ପାଖର ତୁଳାପଡା ତାଙ୍କର ଘର। ଏମାନଙ୍କର ନାମର ତାଲିକା ଆହୁରି ଲମ୍ବା, ଆହୁରି ଲମ୍ବା, ଆହୁରି ଲମ୍ବା, ବୋଧେ ସରିବନି। ଏବେ ଆପଣ ମାନେ ଜାଣିଥିବେ, ଛୁଆ ମାନେ ତମମାନେ ବି ଜାଣିଥିବ, ଏବେ ଯୋଉ ମେଡିକାଲ କଲେଜ ନାଁ ଲେଖା ହେଲା 2023 ରେ, ଜଣେ 33 ବର୍ଷ ବୟସ୍କ 2ଟି ସନ୍ତାନର ପିତା, ରାୟଗଡାର ଜଣେ ଆଦିବାସୀ ପିଲା, ଶ୍ରୀ କୃଷ୍ଣଚନ୍ଦ୍ର ଅଟକା ତାଙ୍କ ନାଁ। ସେ ଏବେ ଏଇ ବର୍ଷ ଆମ ରେଣ୍ଡୋମାଛି ମେଡିକାଲ କଲେଜରେ ନାଁ ଲେଖାଇଛନ୍ତି। ପେପରରେ ଅନେକ ତାଙ୍କ ବିଷୟରେ ବାହାରିଲା। ଗୋଟେ ଦୃଢ ପ୍ରତିଜ୍ଞ ମନ ପାଖରେ ଗୋଟିଏ ନିଷ୍ଠାପର ସ୍ୱପ୍ନ ପାଖରେ କେବେ ବି କୌଣସି ବାଧାବିଘ୍ନ ତାକୁ ବାନ୍ଧି ରଖି ପାରିବ ନାହିଁ, ବାନ୍ଧି ରଖି ପାରିବନି। ଅଭାବ ଅନଟନ ଭିତରେ ଥାଇକି ବି ଡାକ୍ତର ହେବାର ଇଚ୍ଛା, ତାଙ୍କର ବିବାହ ହେଇଯାଇଛି, ତାଙ୍କର 2ଟା ଛୁଆ ହେଇଯାଇଛନ୍ତି, ତଥାପି ଡାକ୍ତର ହେବାର ଇଚ୍ଛା ଏତେ ପ୍ରବଳ ତାଙ୍କ ଭିତରେ ଥିଲା। ସେଇ ଉଡ଼ାଣ ପାଇଁ, ସେଇ ଅପହଞ୍ଚ ଇଲାକାରେ ପହଞ୍ଚିବା ପାଇଁ ତାଙ୍କର ଗଭୀର ଅଧ୍ୟବସାୟ ଏବଂ ସେଇ ଯୋଉ ତାଙ୍କର ଭିତରେ ଥିଲା, ତାଙ୍କ ହୃଦୟ ଭିତରେ ଥିଲା, ଆଇ କ୍ୟାନ୍ ଡୁ, ମୁଁ ପାରିବି, ମୁଁ ପାରିବି। ଏଇ ଯୋଉ ଭିତରର ତାଙ୍କର ନିଷ୍ଠା ତାଙ୍କୁ ଆଣିକି ପହଞ୍ଚେଇ ଦେଲା ମେଡିକାଲ କଲେଜରେ। ନିଟରେ ସେ ଗୋଟେ ସିଟ୍ ର୍ୟାଙ୍କ ପାଇଲେ, ଆଉ ସେ ର୍ୟାଙ୍କ ବଳରେ ଏବେ ଆମର କଳାହାଣ୍ଡି କଲେଜରେ ନାଁ ଲେଖାଇଛନ୍ତି। ଏମିତି ଅସରନ୍ତି କାହାଣୀ, ଅସରନ୍ତି କାହାଣୀ, କେତେ ଲୋକଙ୍କର କାହାଣୀ ମୁଁ କହିବି ଛୁଆ ମାନେ ତମମାନଙ୍କୁ। ତେଣୁ ସ୍ୱପ୍ନ ଦେଖିବା ଶିଖ, ସ୍ୱପ୍ନ ଦେଖ, ବଡ ବଡ ସ୍ୱପ୍ନ। ଆମେ ଶାଗ ପଖାଳର ସ୍ୱପ୍ନ ଦେଖିବାନି, ଆମେ ଆକାଶରେ ଉଡ଼ିବାର ସ୍ୱପ୍ନ ଦେଖିବା। ମୁଁ ଏଠି ଆଉ ଗୋଟେ ପିଲାର ସ୍ୱପ୍ନ କଥା କହିବି। ଆମେ ଥରେ ଢେଙ୍କାନାଳ ଯାଇଥିଲୁ, ସେଠି ଆମେ ଜଣେ ଭେଟିଲୁ, ଜଣେ IAS ଅଧିକାରୀଙ୍କୁ। ସେ ଟ୍ରେନିଂରେ ଥିଲେ, ସେଠି ଟ୍ରେନିଂରେ ଥିଲେ, ତାଙ୍କ ଟ୍ରେନିଂ ଚାଲିଥାଏ। ସେ ଜଣେ ମଲ୍ଟି ଡିଜାବଲ୍ଡ ପର୍ସନ,
मल्टी डिजाबल्ड, दृष्टि बाधित, बाक बाधित, श्रुति बाधित। से भल भाव ना कहि पारुथिले, ना शुणी पारुथिले, ना देखि पारुथिले, सब अधा अधा, किंतु बहुत स्मार्ट, बहुत एक्टिव। तांको भेटी तांको कर्म तत्परता देखी, तांको सेल्फ कॉन्फिडेंस देखी मु सेदिन अबाक हो जाइथिली। मते कहिले माँ मु कंधमाल रो पिला, मु कंधमाल रे प्रिपेयर करूथला बेले पढुथला बेले अनुपम सार आईएएस पाइले, आउ प्रथमे आम बालीगुड़ा रे सब कलेक्टर हेकी जॉइन कले। से होचंदी मोर प्रेरणा। एबे कहला बेले को मो आखि को लुह आस जाउछे। अरे केते प्रेरणा, किए कहा पई प्रेरणा हेई पारे, किए कहा पई प्रेरणा हेई पारे। एवं तांकु देखला पर मोर तो काहे बढ़ी गला जे जनकर इच्छा, जनकर स्वप्न जनको केते दूर रे पहुंचई देई पारे, केते दूर रे। उड़ान सबुठ बड़ उदाहरण तो आमर प्रधानमंत्री मान्यवर आम समस्तंकर अति प्रिय श्रीयुक्त नरेंद्र मोदी महोदय एवं गोटे साधारण परिवार पिला गोटे चा वाला आज आमर प्रधानमंत्री। द्रौपदी मुर्मू आज आम राष्ट्रपति। मयूरभंज गोटे अति सादा सीधा अति साधारण आदिवासी झील, तांकर जीवन कहानी आपण माने पढ़िबे। एबे कविता बारिक मैडम लिखिचंती, कविता बारिक आमर भवानीपाटना कॉलेज रे थिले, ओडिया रीडर थिले। से एबे लिखिचन तांको उपरे द्रौपदी मुर्मूंकर जीवन कहानी, तांकर बायोग्राफी लिखिचंती। मु एटा पढुथुली एबे, एवं तांको जीवन रे केते जे संघर्ष, केते जे झड़ झंझा, केते जे बाधा विघ्न हुए तो हमको न कहिले आमे न देखिले विश्वास करि परिबानी। तो छुआ माने आमे खाली आईएएस अफसर काहे की, डाक्टर काहे की, इंजीनियर काहे की, आमे जहाँ भी हेबार स्वप्न देखि परिबा। आमे गोटे कवि हेई परिबा, लेखक हेई परिबा, आमे गोटे आर्टिस्ट हेई परिबा, आमे गोटे सैनिक हेई की देशर सुरक्षा पाई आमे सीमा जगी परिबा, आमे हेई परिबा पायलट। सेदिन मु फेरला बेले भुवनेश्वर उत्केला फेरला बेले आम पायलट आम फ्लाइट को, से छोटो फ्लाइट को, उड़ान फ्लाइट को गोटे झियो पायलट चले चले आमको उड़े के आनिले। झियोटे, छोट झियोटे। आमे पायलट हेई परिबा, आमे साइंटिस्ट हेई परिबा, सिंगर हेई परिबा, आमे डांसर भी हेई परिबा। मु कहा कहा ना कहिबी, मु कहिबी कि लता मंगेशकर ना, मु कहिबी कि श्रेया घोषाल ना, मु कहिबी कि संयुक्ता पाणिग्राही ना, मु कहिबी कि सोनाल मानसिंह ना, मु कहिबी कि प्रतिभा राय ना। प्रतिभा रायकर जीवनी पद्मपत्र जीवन मु पढ़ी कि शेष करछि। एते मोटा बहिटे मैडम केते बेले लेखुथिले, केमती लेखिले एते बही, एते उपन्यास, एते बड़ आत्मकाहानी। मु थरे तांको भेटिया पई जाइथिली, कटक जाइथिली, तांको भेटिया तांको घर को जाइथिली। आमे तांको अपॉइंटमेंट नेलु, बहुत खुशी हेले, मते भेटिले, मो संगे फोटो उठेले, मोर बही सब तांको मु देली। कित्ते खुशी रे कहले मैडम मु तांको बही रु पढ़िथिले जे कहले हां मु राति रे ही लेखे, राति 11टा परे 11टा पर समय सकाळ जाए सेटा मोर समय, ता ऊपर कहार अधिकार नाही ना। अछि मोर स्वामींकर, ना अछि मोर छुआ मानकर, ना अछि आउ कहार, सेटा मोर समय। राति 11टा रु सकाळ जाए मैडम लेखंती, एबे भी बोधे लेखा जारी रखिथिबे। तांको देखी मु एते बिहळ हेई गली। एते पतला हे स्त्री लोक, एते पतला हे स्त्री लोक, एकदम गुडे धळा साड़ी पिनथिले, संबलपुरी साड़ी पिनथिले, मते कुंडई पकेले, एते जे खुशी हेले। एटा बोधे लेखक कवि मानकर माने गुडे हृदयवत्तार कथा, काहे कि ना एमती रे लेखक कवि मानकर हृदय बहुत ही बड़, बहुत बड़। नहेले कि जने कवि कहि थांते मो जीवन पछे नरके पड़ी थाओ जगत उद्धार हेउ, कहिथिले ना भीम भोई कहिथिले, जहा कर जे कि अंध थिले। तेणु
ମଣିଷ ହେଉଛି ଅନ୍ତର୍ନିହିତ ଗୁଣାବଳୀର ଗନ୍ତାଘର। ଆପଣଙ୍କ ଭିତରେ ପୋଟେନ୍ସିଆଲିଟି ଅଛି। ଆପଣମାନେ ହେଉଛନ୍ତି କ୍ରିଏଟିଭିଟିର ଖଣି, ଅନ୍ତର୍ନିହିତ ଗୁଣାବଳୀର ଗନ୍ତାଘର ଆପଣମାନେ। ଆପଣଙ୍କ ହାତରେ ସବୁ ଅଛି। ଆପଣ ଯାହା ଚାହିଁବେ ତାହା ହେଇପାରିବେ। ପିଲେ, ତମମାନେ ଗାନ୍ଧୀ ଗୋପବନ୍ଧୁ ଦେଶର ପିଲା। ଯେଉଁ ମାଟିର କବି, ଯେଉଁ ମାଟିର ଲୋକ କହିପାରେ, ଗୋପବନ୍ଧୁ କହିଥିଲେ, ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ, ଦେଶର ସ୍ୱରାଜ ପଥେ ଯେତେ ଗାଡ଼, ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼। କିଏ କହିପାରେ ଏ କଥା? ଦେଶର ସ୍ୱରାଜ ପଥରେ, ଦେଶର ସ୍ୱାଧୀନତା ପଥରେ ଯେତେ ଗାଡ଼ ଅଛି, ସେଇ ଗାଡ଼ ଗୁଡ଼ିକ ମୋର ହାଡ଼ ମାଂସରେ ପୁରି ଯାଉ। ଆଉ ମୁଁ ଶୋଇଯାଏଁ, ମୁଁ ଏ ମାଟିରେ ମିଶିଯାଏଁ, ମୋ ପିଠିରେ ଦେଶବାସୀ ଚାଲିଯାଆନ୍ତୁ। ଗୋପବନ୍ଧୁ କହିଥିଲେ ଏ କଥା। ଆମେ ସେଇ ଦେଶର ପିଲା। ଆମେ ତାଙ୍କର ଉତ୍ତରଦାୟାଦ। ଆମେ ଗାନ୍ଧୀଙ୍କର ଉତ୍ତରଦାୟାଦ, ଗୋପବନ୍ଧୁଙ୍କର ଉତ୍ତରଦାୟାଦ। ତୁମେ ଚାହିଁଲେ ଜଣେ ଭଲ ରାଜନେତା ହେଇପାରିବ। ମୁଁ ବି ଚାହୁଁଛି ମୋ ପିଲାମାନେ ବିଶିଷ୍ଟ ରାଜନେତା ହୁଅନ୍ତୁ। ବିଜୁ ପଟ୍ଟନାୟକ ହୁଅନ୍ତୁ, ହରେକୃଷ୍ଣ ମହତାବ ହୁଅନ୍ତୁ, ନବକୃଷ୍ଣ ଚୌଧୁରୀ ହୁଅନ୍ତୁ। ତେଣୁ ତମମାନେ ଚାହିଁଲେ ହେଇପାରିବ ଗୋପବନ୍ଧୁଙ୍କ ପରି, ହେଇପାରିବ ନୀଳକଣ୍ଠଙ୍କ ପରି, ହେଇପାରିବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପରି, ହେଇପାରିବ ହରେକୃଷ୍ଣ ମହତାବଙ୍କ ପରି, ହେଇପାରିବ ନବକୃଷ୍ଣ ଚୌଧୁରୀଙ୍କ ପରି। ତମେ ଚାହିଁଲେ ହେଇପାରିବ ଇନ୍ଦିରା ଗାନ୍ଧୀ, ତମେ ଚାହିଁଲେ ହେଇପାରିବ ଦ୍ରୌପଦୀ ମୁର୍ମୁ। ମତେ ସବୁବେଳେ, ମୁଁ ସ୍କୁଲରେ ଟିଚର ଥିଲି, ମୁଁ 40 ବର୍ଷ ଚାକିରି କରିଛି, ସ୍କୁଲ ଛୁଆଙ୍କୁ ପଢେଇଛି। ସ୍କୁଲ ଛୁଟି ହେଇଗଲେ, ଘଣ୍ଟା ବାଜିଲେ ଛୁଆମାନେ ଦୌଡନ୍ତି। ଆଜିକାଲି ବିଭିନ୍ନ କଲର ଡ୍ରେସ୍ ହେଇଗଲାଣି ସ୍କୁଲ ମାନଙ୍କରେ। ଆଗ ପିନ୍ଧୁଥିଲେ ସମସ୍ତେ ଆକାଶୀ କଲର ଡ୍ରେସ୍। ମୁଁ ସେ ଆମର ଷ୍ଟେଜ ଉପରେ ବସେ, ଛୁଆମାନେ ଯିବା ପର୍ଯ୍ୟନ୍ତ, ସ୍କୁଲର ଶେଷ ଛୁଆ ଗେଟ୍ ପାର ହେବା ପର୍ଯ୍ୟନ୍ତ ମୁଁ ସେଇଠି ବସିବା ପିଲାଙ୍କୁ ଅନାଏ। ଆରେ ମୋର ଛୁଆମାନେ କେତେ ସୁନ୍ଦର ଦିଶୁଛନ୍ତି। ଏଇ ଛୁଆମାନେ ତ ଦେଶର ଭବିଷ୍ୟତ ନାଗରିକ। ଏଇମାନଙ୍କ ଉପରେ ତ ଭାରତର ଭବିଷ୍ୟତ ନିର୍ଭର କରୁଛି। ତେଣୁ ସେମାନଙ୍କ ଭିତରେ ମତେ ଦିଶିଯାଆନ୍ତି ଇନ୍ଦିରା ଗାନ୍ଧୀ, ମତେ ଦିଶିଯାଆନ୍ତି ଦ୍ରୌପଦୀ ମୁର୍ମୁ, ଏବଂ ସେମାନଙ୍କ ଭିତରେ ମତେ ଦିଶିଯାଆନ୍ତି କେତେ ବଡ଼ ବଡ଼ ସାଇଣ୍ଟିଷ୍ଟ, ଆର୍ଟିଷ୍ଟ, ଲେଖକ, କବି, ସିଙ୍ଗର ଓ ଡ୍ୟାନ୍ସର। ତମେ ଉଡ଼ିବାକୁ ଇଚ୍ଛା କର ପିଲାମାନେ, ସ୍ୱପ୍ନ ଦେଖ। ମୋ ନିଜ କଥା ମୁଁ କହିବି ବୋଲି ଭାବୁଥିଲି, ବୋଧେ ସମୟ ହବ ନାହିଁ। ମୁଁ ପାଠ ଯେତେବେଳେ ମୋର 1979ରେ ମୋର ବାହାଘର ହେଇଗଲା, ସେତେବେଳେ ମୁଁ ମୋଟେ BA ପରୀକ୍ଷା ଦେଇଥିଲି। ପରୀକ୍ଷା ଦେଇ ସାରିଲା ପରେ ପରେ ହିଁ ମୋର ବିବାହ ହେଇଗଲା। ମୋ ରେଜଲ୍ଟ ବି ବାହାରୁ ନଥିଲା 1979ରେ। 80ରେ ମୁଁ ସ୍କୁଲ ଜଏନ୍ କଲି, ମୋର ବଡ଼ ପୁଅ ବି ଜନ୍ମ ହେଇଗଲା। ମୋର ଗୋଟେ ଇଚ୍ଛା ଥିଲା ଅଧିକ ପଢ଼ିବା ପାଇଁ। ମୋର ବାପା ମତେ ନେଇ ଅନେକ ସ୍ୱପ୍ନ ଦେଖିଥିଲେ। ମୁଁ ସେ ବହିରେ ସବୁ ଲେଖିଛି କ'ଣ କ'ଣ ସେ ସ୍ୱପ୍ନ ଦେଖିଥିଲେ। ତାଙ୍କର ସ୍ୱପ୍ନ କିଛି ପୂରଣ ହେଲା ନାହିଁ, ମୋର ସ୍ୱପ୍ନ ବି କିଛି ପୂରଣ ହେଲା ନାହିଁ। କିନ୍ତୁ ମୁଁ ପରେ B.Ed କଲି। ଭବାନୀପାଟଣାରେ ଗୋଟେ ନୂଆ B.Ed କଲେଜ ଖୋଲିଲା, ପ୍ରାଇଭେଟ B.Ed କଲେଜ। ମୁଁ ସେଠି ରହିକିରି ମୋର ଛୋଟ ଛୁଆକୁ ସାଙ୍ଗରେ ରଖି ମୁଁ B.Ed କଲି, ପଢ଼ିଲି, ପାସ୍ କଲି। ଥରେ ଆମ ସ୍କୁଲକୁ ମୋର ଜଣେ ସାଙ୍ଗ ସୁଧାଂଶୁ ଦେବୀ ବୋଲିକିରି, ସୁଧାଂଶୁ ବାଳା ଦେବୀ, କଳାହାଣ୍ଡିର ଝିଅ, ଆପଣମାନେ ଜାଣିଥିବେ ସମସ୍ତେ ତାକୁ। ସେ ଜୁନାଗଡ଼ରେ BO ଥିଲା ବହୁତ ଦିନ ଯାଏ। ସେ ଟ୍ରାନ୍ସଫର ହେଇକି ଆସିଲା ଆମ ସ୍କୁଲକୁ। ସେ କହିଲା, ଲିଲି ମୁଁ କରୁଛି, ମୋର ଏଇଟା PG ମୁଁ ପ୍ରାଇଭେଟଲି କରୁଛି, ସେକେଣ୍ଡ ଇୟର ମୋର ହେଇଗଲା, ମୁଁ ସେକେଣ୍ଡ ଇୟର ପରୀକ୍ଷା ଦେବି। ମତେ କାହିଁ ହଠାତ୍ ଇଚ୍ଛା ହେଇଗଲା, ଆରେ ସୁଧାଂଶୁ PG କରିଦେବ, MA ହେଇଯିବ, ମୁଁ ହେଇପାରିବିନି। ମୋର ନା ପଛଆଡ଼େ BA B.Ed ଲେଖା ହବ, MA B.Ed ଲେଖା ହେଇପାରିବନି, ସୁଧାଂଶୁର ଲେଖା ହବ, ମୋର କାହିଁକି ଲେଖା ହବନି? ମୋର ଗୋଟେ ଇଚ୍ଛା ହେଇଗଲା। ତାପରେ ମୋର 3ଟା ଛୁଆ ହେଇ ସାରିଥିଲେଣି। ମୋର ଏତେ ବଡ଼ ଘର ସଂସାର, ମୋର ସ୍ୱାମୀ ଛୁଆଙ୍କର ଜଞ୍ଜାଳ, ମୋ ସ୍କୁଲରେ 10ଟାରୁ 4 ମୋର ଡ୍ୟୁଟି,
एसबू सत्वे मु पुणी पाठ पढ़ा आरंभ कली प्राइवेटली परीक्षा देली ओडिया विषय रे ओडिया मोर सबुठ प्रिय विषय मोर छाती रे अच्छी ओडिया मोर हृदय रे अच्छी ओडिया मो मन रे अच्छी ओडिया किंतु मु ऑनर्स पढ़िली पॉलिटिकल साइंस रे जेतु मो बापांकर स्वप्न एक भिन्न स्वप्न थिला मु चाहिए मोर स्वप्न साकार करिया पई ओडिया रे एमए परीक्षा देबी बुलिली याडे सियाडे बही कलेक्शन कली फॉर्म फिलअप कली भवानीपाटना बस रे जीवा आसपा करी परीक्षा देली ए भवानीपाटना कॉलेज रे मोर सेंटर पड़ीथिला प्राइवेटली मु परीक्षा देली आउ से समय दुईटी अनुभूति मु बिल्कुल भूली पारिबनी बस यात्रा कला बेले मोर दुईटा तिक्त अनुभूति हेची बस यात्रा तिक्त अनुभूति मु एठी माने आपण मानक संगे शेयर भी करि पारुनी करिबी भी नाही से दुईटा अनुभूति एबे भी मो मन भितर से ताजा अछि ताकू भी मु फेस करी करी जाय के परीक्षा देली मो स्वामी मते थट्टा करथिले मो हस्बैंड कहउतले अरे तमे एते जंजाल भितर कोन पाठ पढुजो कि नै के जानी परीक्षा दउछ फेल फुला हबनी तो मते थट्टा कले तमे फेल हेले देखो मते लाज लागबा मु के रहरा व्यस्त नै मु फेल नै पास तो करि जेबे एवं इंटरेस्टिंगली जो बेस्ट टेंथ रो लिस्ट बाहरला सबुठु तळे 10 नंबर रे मो ना थिला मो बहुत खुशी हेतिली से दिन तो ए जो मोर छोटिया अनुभूति मोर एमती भी बड़ स्वप्न नथिला मोर स्वप्न थिला मो ना पछपटे एमए बीएड लागू बोली जो स्वप्न पाई मते घर संसार जंजाल तीनटा छुआर जंजाल भितरे स्कूल जंजाल भितरे भी पाठ पढ़ी करी पास करबा को पड़िला तेणु छुआ माने उड़ीबा को इच्छा कर तमे तमे स्वप्न देख बड़ बड़ स्वप्न देख ताकू साकार करबा पई तुम भीतर आत्मविश्वास ही यथेष्ट तुम भीतर आत्मविश्वास अछि तुमे पारिबो तुमे निश्चय पारिबो जहा तुमे हेबा को चाहिबो तुमे निश्चय पारिबो एबे मोर बहु प्राची मते गोटे पठेची गोटे लिंक पठेला जे तार झियो मोर नातुनी मुग्धा जे कि एबे अहमदाबाद रे रचना स्कूल रे पढुची से गोटे पान इंडियन पोएट्री ऑर्गेनाइजेशन अछि खितीज बोली करी सेठी से गोटे छोट हमर 12 वर्ष रे झियो मोर षष्ठ श्रेणी पढुची किड्स एंथोलॉजी सेठी से बहिर ना होची आजाद परिंदे बर्न टू फ्लाई एबे मते जस्ट ए हमर सेशन रो टिके आगो मते पठेला मु टिके खाली देखि देली ताको सेठ सुडे कविता लिखिचे से झियोटा मुग्धा मोर नातुनी रिजुल ता नाटा कोना से गोटे कविता लिखिचे एवं तार से कविता से बहिरे एबे प्रकाशित हबो एमती अनेक कहानी अछि मोर सानो भाई टुलू तापस दलपति डॉक्टर तापस दलपति से एबे गांधीनगर गुजरात सेंट्रल यूनिवर्सिटी रे डीन अछि से एबे तार संघर्ष रो कहानी तार स्ट्रगल रो कहानी कहिले बहुत समय लागिबो जेते बेले तार जेएनयू रे एडमिशन हेबार थिला तार इंटीमेशन आसी जाइथिला बापा थिले हॉस्पिटल रे ऑपरेशन टेबल रे बापांकर कैंसर डिटेक्ट हेतिला आ ऑपरेशन हेबार थाए आ मोर भाई टुलू रो इंटीमेशन आसला जेएनयू रो आ मो भौणी झिल्ली रो इंटीमेशन आसला संबलपुर बीएड कॉलेज रो बापा को आमे पछलु बापा कोन करबा बापा कहले एडमिशन कर दियो एडमिशन आमे एडमिशन कर देथिलु तापरे समानकर संघर्ष रो कहानी देखो छुआ माने जीवनटा होची संघर्षमय तेणु तमे समस्ते स्वप्न देखिबा सिख सबुठु आ गोटे कथा मो छोटा कथा कहबी समय हे गलानी पढ़िबा अभ्यास जारी रख 5 घंटा पढ़िले आमे 10 मिनिट लिखि परिबा आजिकली छुआंकर पठन अभ्यास रहू नाही आमरे साहित्य विशाल साहित्यर गंताघर तम जदि न पढ़िबो किए पढ़िबो आमे कहा पई छाडी दे कि जिबा एते बड़ साहित्य आमर सृष्टि तमान सब आजिकली मोबाइल फेसबुक व्हाट्सएप ट्विटर रे मातुच मु जानी ताले आम साहित्यर अवस्था कौन हम आम मैंने चाहिए आजिकली छोट छोट बही गिफ्ट दे पारिबा आमर अच्छी विश्व साहित्य ग्रंथमाला रे अनेक बही अच्छी छोट छोट बही बहुत इंटरेस्टिंग बही सब से छोट बही पिला गिफ्ट आकार दि जाई पारे पिलांकर जन्मदिन विवाह वार्षिकी एसबु रे मु भावुची बोधवे आम माने एई गोटे गिफ्ट देबा बही गिफ्ट देबा आरंभ कले बोधवे
किछिटा आम समाज मंगल हो पार। आ विशेष मु किछि कहू नाही आमर सेशन सरिबा उपरे आ मात्र 4 मिनिट अछि। समस्त को पुणी थरे मोर नमस्कार। आउ जदि कोठी किछि भूल भाल मु कहि देथिबी मते क्षमा कर देबे। मु आपण मान के भितरु जणे आपणक परिवार ही जणे। धन्यवाद धन्यवाद समस्त को धन्यवाद। ଧନ୍ୟବାଦ ମ୍ୟାଡ଼ାମ। ଆନ୍ତରିକ କୃତଜ୍ଞତା ଜଣାଉଛୁ। ଆପଣଙ୍କ କଥା ବକ୍ତବ୍ୟ ଭଳି ଲାଗିଲାନି, ଲାଗିଲା କି ଆମେ କବିତା ଶୁଣୁଛନ୍ତି କି ଗପଟେ ଶୁଣୁଛନ୍ତି। ବହୁତ ଭଲ ଲାଗିଲା, ବହୁତ ସୁନ୍ଦର ଲାଗିଲା। କେହି ବି ମାନେ 45 ମିନିଟ ଯେ ଆପଣ କହିଛନ୍ତି ସେମିତି ଗୋଟେ ଅନୁଭବ ହେଲାନି, ଲାଗିଲା ଯେମିତି ଆପଣ ଏବେ କହୁଥିଲେ ଆଉ ଏବେ ସରିଗଲା। ତେଣୁ ଆପଣଙ୍କ ପାଖରେ ଆମେ କୃତଜ୍ଞତା ଜଣାଉଛୁ ଆମ ୟୁନିଭର୍ସିଟି ତରଫରୁ। ମୁଁ ବର୍ତ୍ତମାନ ଆମ ବିଶ୍ୱବିଦ୍ୟାଳୟର କୁଳପତି ମହୋଦୟଙ୍କୁ ଅନୁରୋଧ କରିବି ଆଜିର ଏଇ ଉଡାନ ସମ୍ପର୍କରେ ସାର୍ କିଛି ମତ ରଖିବେ। ଆଜ୍ଞା ଧନ୍ୟବାଦ ଯାଜ୍ଞସେନୀ। କାଲି ହଠାତ୍ ପାଟିରୁ ବାହାରିଥିଲା ଶବ୍ଦ ଉଡ଼ାଣ। ମୁଁ ଯେତେବେଳେ ଉଡ଼ାଣ ଶବ୍ଦ ଟିକେ ଚିନ୍ତା କରିବାକୁ ଲାଗିଲି ସେତେବେଳେ ଦୁଇଟି ଜିନିଷ ମୋତେ ଦିଶିଲା। ଗୋଟେ ହେଉଛି ଗୋଟେ ଛଞ୍ଚାଣ, ଆଉ ଜଣେ ହେଉଛନ୍ତି ତାଙ୍କର ସେ ଅନୁପମ ପୁସ୍ତକ ୱିଙ୍ଗସ୍ ଅଫ୍ ଫାୟାର ଅବଦୁଲ କଲାମ। ତେବେ ଛଞ୍ଚାଣ ମୋତେ ଗତକାଲିଠୁ ବେଶୀ ଦିଶିଛି। କାହିଁକି ନା ସେଇ ଛଞ୍ଚାଣର ବ୍ୟକ୍ତିତ୍ୱ, ଛଞ୍ଚାଣର ଯୋଉ ଜୀବନ ସେ ଉଡ଼ାଣରେ ଭରା। ଝଡ଼ରେ ହଉ ବା ପ୍ରେମରେ ଛଞ୍ଚାଣ ଉଡ଼ାଣ ସାଙ୍ଗରେ ବନ୍ଧା। ତେବେ ମଣିଷକୁ ଉଡ଼ାଣ ପାଇଁ ଯୋଉ ଆତ୍ମବଳ ଦରକାର, ଅନୁସନ୍ଧିତ୍ସା ଦରକାର, ଇଚ୍ଛା ଶକ୍ତି ଦରକାର, ତା ବିଷୟରେ ଅନେକ କଥା କୁହାହେଲା। ବୁଝିପାରିଲେ, ଭାବିପାରିଲେ, ଚିନ୍ତା ଚେତନାରେ ତାକୁ ନେଇପାରିଲେ ଆହୁରି ଅନେକ କଥା ଦିଶିବ। ଆମେ ଯେକୌଣସି ଜୀବନକୁ ଦେଖିବା ତାହା ଏକ ସଂଘର୍ଷମୟ ଜୀବନ ବୋଲି କହିବାକୁ ପଡ଼ିବ। କିଏ ତା କଥା କହେ ଆଉ କିଏ କହେ ନାହିଁ, ତା ଭିତରେ ଲୁଚେଇକି ରଖେ, ଆଉ କୋଉଠି ସେ ବଳେ ବଳେ ଉତୁରି ପଡ଼େ। କିନ୍ତୁ ଜୀବନ ବହୁତ କଷ୍ଟକର। ଏତେ ସହଜ ନୁହେଁ ଆଗକୁ ଆଗେଇବା, ଏତେ ସହଜ ନୁହେଁ ଗୋଟିଏ ସ୍ତରରୁ ଉପର ସ୍ତରକୁ ଯିବା। ଅନେକ ବାଧା, ଅନେକ ପ୍ରତିଦ୍ୱନ୍ଦିତା, ଆଉ ସବୁଠୁ ବଡ଼ ଅସୁବିଧା ହେଉଛି ଆପଣାର ମଣିଷମାନଙ୍କର ଚିହ୍ନା ପରିଚୟ, ବିଶ୍ୱାସ କରୁଥିବା ମଣିଷମାନଙ୍କର ଆମକୁ ଅବଦମିତ କରିବାର ଇଚ୍ଛା। କାହିଁକି ନା ଏଠି ପ୍ରାୟ ଲୋକ ତାଙ୍କ ସୁବିଧା ଯୋଉଟା ସେଇଟାକୁ ଠିକ୍ ବୋଲି ଭାବନ୍ତି। ସେଥିରେ ଯଦି କିଛି ଅସୁବିଧା ହେଲା ତାହେଲେ ଭାବନ୍ତି ଏ ଲୋକଟା ମୋର ଶତ୍ରୁ। କିନ୍ତୁ ତା ହୁଏତ ଜମା ନୁହେଁ। ଆମେ ଯେତେବେଳେ ଏକ ଉଚ୍ଚତର ସ୍ୱପ୍ନକୁ ଦେଖିବାକୁ ଯାଉ, ଗୋଟେ ଉଚ୍ଚତର ପାହାଚ ଚଢ଼ିବାକୁ ଯାଉ, ପାହାଡ଼ ଉପରେ ପହଞ୍ଚିବାକୁ ଚାହୁଁ, କଷ୍ଟ ତ ନିଶ୍ଚୟ ପଡ଼ିବ। ସେମିତି ଡେଇଁ ଡେଇଁକିରି ଆମେ ପାହାଡ଼ ଶିଖରକୁ ଯାଇପାରିବାନି, କିମ୍ବା ଗୋଟିଏ ସ୍ତରରୁ ଆଉ ଗୋଟିଏ ସ୍ତରକୁ ଗତି କରିପାରିବା ନାହିଁ ଯଦି ପରିଶ୍ରମ ନ କରିବା। ଗୋଟେ
ସୁନ୍ଦର କଥା ଅଛି। Each one of us is a fallen angel with a single wing. ଆମେ ପ୍ରତ୍ୟେକ ଗୋଟିଏ ଗୋଟିଏ ଖସି ପଡ଼ିଥିବା ପରି ବା ଖସି ପଡ଼ିଥିବା ଗୋଟିଏ ଐଶ୍ୱରୀୟ ସତ୍ତା ଯାହାର ଗୋଟିଏ ଡାନା ଅଛି। ଟୁ ଫ୍ଲାଏ वी हैव टू बी टुगेदर। ଉଡ଼ିବାକୁ ହେଲେ ଆମକୁ ଏକଲା ନୁହେଁ, ଆମକୁ ସାଥୀ ହେଇ ଉଡ଼ିବାକୁ ପଡ଼ିବ। ଏକଲା ଯାତ୍ରୀ ଏଠି ଅନେକ, ତାଙ୍କ ସଫଳତା ବି ଅନେକ, କିନ୍ତୁ ଜୀବନର ସବୁଠୁ ବଡ଼ ଆବଶ୍ୟକତାଟି ହେଲା ଯେଉଁ ପର୍ଯ୍ୟନ୍ତ ଗୋଡ଼ ହାତ ଚାଲୁଥିବ ସେ ପର୍ଯ୍ୟନ୍ତ କଥା ଅଲଗା, କିନ୍ତୁ ଝୁଣ୍ଟି ପଡ଼ିଲେ ଦି ଚାରିଟା ମଣିଷ ଦରକାର ଉଠେଇବା ପାଇଁ, ଯେଉଁମାନେ କାନ୍ଧେଇ ନେବେ, ଯେଉଁମାନେ ଆମକୁ ସାହାରା ଦେବେ। ତେଣୁ ଆମ ଭିତରେ ଭରି ରହିଥିବା ସ୍ୱପ୍ନ ସବୁକୁ, ବିଶେଷ କରି ପିଲାମାନେ ଯେଉଁ ସ୍ୱପ୍ନର କବ୍ଜାରେ ତମମାନେ ଅଛ, ସେ ସ୍ୱପ୍ନକୁ ବୁଝିବାକୁ ଚେଷ୍ଟା କରିବ, ତା ପାଇଁ ଯେ ଆବଶ୍ୟକତା ତାକୁ ପରିପୂରଣ କରିବାକୁ ଚେଷ୍ଟା କରିବ, ତାହେଲେ ଯେଉଁ ଉଡ଼ାଣ ଆବଶ୍ୟକତା ଅଛି ସେ ଉଡ଼ାଣ ତମ ଭିତରେ ସ୍ୱତଃ ବସା ବାନ୍ଧିବ, ପ୍ରଜ୍ୱଳିତ ହେବ। ତାକୁ ଯଦି ଆମେ ନ କରିବା, ନ ବୁଝିବା, ଆଉ ସବୁଠୁ ବଡ଼ ଗୋଟେ ଅସୁବିଧା ହେଉଛି ଓଭର କନଫିଡେନ୍ସ, ଅତି ବିଶ୍ୱାସ। ସେ ଅତି ବିଶ୍ୱାସ ଆମକୁ ଉଡ଼ାଣ ତ ଦୂରର କଥା, ଆମକୁ ପରାଜୟର ଗୋଟେ ଏମିତି ସ୍ୱାଦ ଚଖେଇବ ଯେଉଁଥିରେ ଆମେ ନିଜକୁ ବି ନିଜେ କ୍ଷମା କରିପାରିବା ନାହିଁ। ଆମେ ଉପରକୁ ଯିବା ପାଇଁ ଜନ୍ମ ହୋଇଛେ, ଉପର ମୁହାଁ ହେବା ପାଇଁ ନୁହେଁ। ନମ୍ରତା ଆମର ସମ୍ପଦ, ସ୍ୱପ୍ନ ଆମର ବାସ୍ତବିକତା। ତାକୁ ହିଁ ନେଇକି ଆମକୁ ଉଠିବାକୁ ପଡ଼ିବ, ଯିବାକୁ ପଡ଼ିବ ବହୁତ ଦୂର। ଧନ୍ୟବାଦ। ଧନ୍ୟବାଦ ସାର୍। ବର୍ତ୍ତମାନ ମୁଁ ଅନୁରୋଧ କରିବି ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଓଡ଼ିଆ ଅଧ୍ୟାପକ ଶ୍ରୀ ସୁବ୍ରତ ମାଝୀ ସାର୍ଙ୍କୁ ଯେ ସେ ଆନ୍ତରିକ ଭାବେ, ଆନୁଷ୍ଠାନିକ ଭାବରେ ଆଜି ଧନ୍ୟବାଦ ପ୍ରଦାନ କରିବେ। ସୁବ୍ରତ ସାର୍। ଧନ୍ୟବାଦ ମ୍ୟାଡ଼ାମ। ଆଜିର ଏହି ପାବନ ମୁହୂର୍ତ୍ତରେ ଉପସ୍ଥିତ ସମସ୍ତଙ୍କୁ ମୋର ଭୂମିଷ୍ଠ ପ୍ରଣାମ। ଆଜି ଆମ ବିଶ୍ୱବିଦ୍ୟାଳୟର ମାନସ ସନ୍ତାନ ଉତ୍ତିଷ୍ଠତ କାର୍ଯ୍ୟକ୍ରମର 145 ଅଧ୍ୟାୟର ପ୍ରାୟ ଶେଷ ପର୍ବରେ ଆସି ଆମେ ପହଞ୍ଚିଛେ, ଯାହା ହେଉଛି ଧନ୍ୟବାଦର ପର୍ବ। ଏହି ଅବସରରେ ମୁଁ ସର୍ବପ୍ରଥମେ ଏହି ଭବ୍ୟ ଉତ୍ତିଷ୍ଠତ କାର୍ଯ୍ୟକ୍ରମର ପ୍ରତିଷ୍ଠାତା, ଆଜିର ଏ ସଭାର ସଭାପତି ତଥା ଆମ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ସୁଯୋଗ୍ୟ କୁଳପତି ପ୍ରଣମ୍ୟ କର୍ଣ୍ଣେଲ ପ୍ରଫେସର ସଞ୍ଜୟ କୁମାର ଶତପଥୀ ମହୋଦୟଙ୍କୁ କୃତଜ୍ଞତା ଜ୍ଞାପନ କରିବି। ସାର୍ଙ୍କର ଉଦ୍ୟମ, ଉତ୍ସାହ, ଅନୁପ୍ରେରଣାରେ ଏହି କାର୍ଯ୍ୟକ୍ରମ ସଫଳତାର ସହିତ ଆଗେଇ ଚାଲିଛି। ଆମ ସମସ୍ତଙ୍କୁ ଜ୍ଞାନ, ବିଜ୍ଞାନ, ଆଧ୍ୟାତ୍ମିକ, ଆମ ଓଡ଼ିଆ ଅସ୍ମିତା ସହିତ ଯୋଡ଼ିବା ପାଇଁ ସାର୍ଙ୍କର ଗୋଟେ ଅଭିନବ ପ୍ରୟାସ। ସାର୍ ଅଳ୍ପ ସମୟ ମଧ୍ୟରେ ଆମ ଛାତ୍ରଛାତ୍ରୀମାନଙ୍କୁ ସମସ୍ତଙ୍କୁ ଅନେକ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ। ସାର୍ଙ୍କର ସଦୟ ଉପସ୍ଥିତି ସଭାକୁ ପରିପୂର୍ଣ୍ଣ କରିଛି। ଆନୁଷ୍ଠାନିକ ଭାବରେ ତଥା ବ୍ୟକ୍ତିଗତ ଭାବରେ ସାର୍ଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭକ୍ତିଭାବ ଅର୍ପଣ କରୁଛେ। ଏହାପରେ ଆମ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀଯୁକ୍ତ ପୀତାମ୍ବର ଭୋଇ ସାର୍ଙ୍କୁ କୃତଜ୍ଞତା ଜ୍ଞାପନ କରିବାକୁ ଚାହିଁବି, ଯାହାଙ୍କର ସହଯୋଗରେ ନିରବଚ୍ଛିନ୍ନ ଭାବରେ ଏହି ଉତ୍ତିଷ୍ଠତ କାର୍ଯ୍ୟକ୍ରମଟି ସଗୌରବେ ଆଗେଇ ଚାଲିଛି। ଆନୁଷ୍ଠାନିକ ଭାବରେ ତଥା ବ୍ୟକ୍ତିଗତ ଭାବରେ ସାର୍ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ସାଧୁବାଦ ଅର୍ପଣ କରୁଛେ। ଏହାପରେ ଆଜିର ଏ ସଭାରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଏ ସଭାର ଗୁରୁତ୍ୱ ବୃଦ୍ଧି କରିଥିବା ଶ୍ରୀମତୀ ଯାଜ୍ଞସେନୀ ସାହା ମ୍ୟାଡ଼ାମଙ୍କୁ କୃତଜ୍ଞତା ଜ୍ଞାପନ କରିବି। ଅତ୍ୟନ୍ତ ଚମତ୍କାର ଭାବରେ
ଉଡ଼ାଣ ଶୀର୍ଷକ ସମ୍ପର୍କରେ ଅଭିନବ ବକ୍ତବ୍ୟ ଦ୍ୱାରା ଆମ ସମସ୍ତଙ୍କର ଜ୍ଞାନର ପରିସୀମାକୁ ବୃଦ୍ଧି କରିଛନ୍ତି। ଅନେକ ଉପାଦେୟ ତଥ୍ୟ ଓ ରୋଚକ ତତ୍ତ୍ୱ ମାଧ୍ୟମରେ ଆମର ଅନେକ ସନ୍ଦେହ ମୋଚନ କରିଛନ୍ତି, ଅନେକ ପ୍ରେରଣାଦାୟୀ ବକ୍ତବ୍ୟ ରଖିଛନ୍ତି, ଯାହାକି ଆମ ଛାତ୍ରଛାତ୍ରୀଙ୍କର ସମସ୍ତଙ୍କର ଆଗାମୀ ଦିନରେ କାମରେ ଲାଗିବ। ମ୍ୟାଡାମକୁ ଆନୁଷ୍ଠାନିକ ଭାବରେ ତଥା ବ୍ୟକ୍ତିଗତ ଭାବରେ ହୃଦୟରୁ କୃତଜ୍ଞତା ଜ୍ଞାପନ କରିବା ସହିତ ସାଧୁବାଦ ଅର୍ପଣ କରୁଛି। ଏହାପରେ ଆମ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବାଲ୍ମୀକି କରୁଣା ସାରଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ମହାଶୟ ଅତି ସୁନ୍ଦର ଭାବରେ ଅତିଥି ପରିଚୟ ପ୍ରଦାନ କରି ସଭା କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ସାରଙ୍କୁ ଆନୁଷ୍ଠାନିକ ଭାବରେ କୃତଜ୍ଞତା ଜ୍ଞାପନ କରିବା ସହିତ ସାଧୁବାଦ ଜଣାଉଛି। ଏହାପରେ କୃତଜ୍ଞତା ଜଣାଇବାକୁ ଚାହିଁବି ଆମ କମ୍ପ୍ୟୁଟର ବିଜ୍ଞାନ ବିଭାଗର ମିସ୍ ଲିପ୍ସା ମହାରଣା ମ୍ୟାଡାମଙ୍କୁ, ଯିଏକି ଅତି ସୁନ୍ଦର ଭାବରେ ସଭାର ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ଗାନ କରି ସଭା କାର୍ଯ୍ୟ ପ୍ରାରମ୍ଭର ସୂଚନା ଦେଇଥିଲେ। ମ୍ୟାଡାମଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି। ଏହାପରେ କୃତଜ୍ଞତା ଜ୍ଞାପନ କରିବାକୁ ଚାହିଁବି ଆମ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଡକ୍ଟର ପ୍ରତ୍ୟାଶା ଧଳ ମ୍ୟାଡାମଙ୍କୁ, ଯିଏକି ଅତି ସୁନ୍ଦର ଭାବରେ ଦୀର୍ଘ ସମୟ ଧରି ସଭାଟିକୁ ସଂଯୋଜନା କରି ଆସିଛନ୍ତି। ମ୍ୟାଡାମଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ସାଧୁବାଦ ଅର୍ପଣ କରୁଛି। ମେଜର ଡକ୍ଟର ଜୟଦେବ ସାରଙ୍କୁ କୃତଜ୍ଞତା ଜଣାଉଛି। ପରିଶେଷରେ ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ସୁଧୀବୃନ୍ଦ, ଭାଷା ସାହିତ୍ୟ ପ୍ରେମୀ, ଅଧ୍ୟାପକ ଅଧ୍ୟାପିକା, ଗବେଷକ ଗବେଷିକା, ଛାତ୍ରଛାତ୍ରୀ ସମସ୍ତଙ୍କୁ ଆନୁଷ୍ଠାନିକ ଭାବରେ ତଥା ବ୍ୟକ୍ତି ଭାବରେ ହୃଦୟରୁ କୃତଜ୍ଞତା ଜ୍ଞାପନ କରିବା ସହିତ ସାଧୁବାଦ ଜଣାଉଛି। ଜୟ ଜଗନ୍ନାଥ, ଜୟ ମା ମାଣିକେଶ୍ୱରୀ। ସାର୍ ଏବେ ସାରିଦେବା? ହଁ ପ୍ରତ୍ୟାଶା, ସମୟ ହେଇଗଲା ନା? ଆଜ୍ଞା ସାର୍, ଧନ୍ୟବାଦ। ହଁ ଲିପ୍ସା ଡାକିଲେ ଲିପ୍ସା ମ୍ୟାଡ଼ାମ, ଶାନ୍ତି ପାଠ। ଆଜ୍ଞା ମ୍ୟାଡ଼ାମ। ॐ सर्वे भवन्तु सुखिनः, सर्वे सन्तु निरामया, सर्वे भद्राणि पश्यन्तु, मा कश्चित् दुःखभाग् भवेत्। ॐ शान्ति शान्ति शान्तिः। ଧନ୍ୟବାଦ। ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିକି ଆଜିର ଏଇ ଆଲୋଚନା ଚକ୍ରକୁ ଆମେ ଶେଷ କରୁ। ହଁ, ପୁଣି 146ତମ ଅଧ୍ୟାୟରେ ଆମେ ଭେଟ ହବା।